दुर्गा जन्म ही होएनी बापा ओ कोले ताकू आनिबो मोते खाई हो मोते खाई हे तो भागो नहीं रे तुई हो मुझे माँ दुर्गा शिवे আজি রাতি ডালিরা খেলা হব কিন্তু আজি রাতিরে কেবল জানিবে নজানিবে কেহি অর্থাৎ কেহি জানিবে মানে এটা আবিধানিক অর্থ যদি কেহি ন জানিলে এ পালা বাজার লেগে কপিজার লেগে তা মানে এটা বেদনা চলে যাবে না বোধ সিসি ক্যামেরা লাগি খেলা অলংকারিক অর্থ কয়ে কেবল আবিধানিক অর্থের বিচার করা যায় অলংকার শাস্ত্রে গোটে হচ্ছে আবিধানিক অর্থ গোটে হচ্ছে লক্ষণার্থ গোটে হচ্ছে বেদনার্থ বেদনার্থরে কেহি প্রশ্ন জন জানি রাত্রি গরি সে 9 জন ভিতর তা ভিতরে উগ্রসেন অଛନ୍ତି প্রথমে জানিলে বসুদেব যেতବେଳେ ବସୁଦେବଙ୍କୁ କହିଲେ ବାଳ ଗୋପାଳ କୃଷ୍ଣ ମୋତେ ନିଅ ସେ କନ୍ୟାକୁ ଆଣ ବସୁଦେବ ଜାଣିଲେ ଯୋଉ ବେଡି ପଡିଥିଲା ଗୋଡରେ ହାତରେ ଯୋଉ 8ଟା ତାଳ ପକେଇଥିଲା କଂସ ସେ ରହିଲା ବଳେ ପକ୍ଷଣେ ଫିଟିଲା ସାଙ୍ଗୁଳି ହୋ সাঙ্গে সাঙ্গে বেড়ি খুলিলা সাঙ্গে সাঙ্গে তালা খুলিলা যেতବେଳେ বুঢ়ା ବାହାରିଲା ପଦ ସେତିକି ବେଳେ ବିଜୁଳି ଦେଖିଲା ପ୍ରଭୁ ଜନ୍ମଇଲା ପରେ ଚେତନ ନିଶ୍ଚେତନ ହେଇଯାଏ ନିଶ୍ଚେତନ ଚେତନ ହେଇଯାଏ ସଜୀବ ଜୀବବନ୍ତ ହେଇଯାଏ ଅଜୀବ ଜୀବ ହେଇଯାଏ বিজুড়ি আজি দেখা দেখ চিন্তা কলা অন্ধারে ভিতরে পুরা জীব কেবে বর্ষা পাত হচ্ছে ঘড়ঘড়ি মারুছি তেমন চক্করে বিজুড়ি মারে জগন্নাথ সে বাট কঢ়াইলা বিজুড়ি জীবন্ত হইগলা বিজুড়ি মাতা আজি বসুদেবଙ୍କୁ বাট কঢ়াইলে দ্বিতীয় 3 নম্বর জানলে কি ଜଣେ ଦେଖିଲା ପ୍ରଭୁ ମୋର ଛୋଟିଆ ଛୁଆ ଜନ୍ମ ହେଇଛି ବର୍ଷା ପାଣି ପଡୁଛି ଆଜି ପ୍ରଭୁଙ୍କ ଉପରେ ଛୁଆଟେ ହେଇଛି ଏତେବେଳେ ବର୍ଷା ପାଣି ପଡିଲେ ଥଣ୍ଡା ଧରିବ ସର୍ଦ୍ଦି ହବ କଫ ହବ ଓ ପ୍ରଭୁ ଭାରି କଷ୍ଟ ଗୋଟେ ଛତା ଦେଖାନ୍ତି ଛତା କିନ୍ତୁ ଆଗେ ଦେଖେଇଲେ ମୋର ଯୋଉ ଭୟଙ୍କର ରୂପ ଏ ବୁଢା କଣ ବଞ୍ଚିବ ହାତ ଦେଇକିରି ବଞ୍ଚିବ बुढ़ा जाने पर मने पछरे छता देखे छता देखला वाला के आसन भागवत लेखा আছে জানিলা পুলিশরা ছতা দেখিলা কোন জগন্নাথ শাস্ত্র পরমশাস্ত্র ভাগবত কলে তিনটি দেখি জগন্নাথ পছরে আজি হাজার ফোড়া বিস্তার করেছি বসুদেবଙ୍କ পছরে ছতা তলে ফোড়ার ছতা তলে বাল গোপাল কৃষ্ণ আজ্ঞা 3 নম্বর 4 নম্বর জানলে কি আম পহড়ি ভিতর ଅଛି ওড়িয়া ঢগ ঢগা ভিতর ଅଛି আম জেজে বাপা জেজেমা কোনথলে আমকু বলে রাতি কইলু এণু আসুতলে বাপা পুଅ পুরা তেণু আসুଥିଲେ এণু আসুଥିଲେ বাপা পুଅ তেণু আসুଥିଲା ଏକା ବାପା ଯାହା ପଦେ ଜୁହାର ହଉଛି ତାକୁ ନାତି ଗୋଡ଼ ତଳେ ପକା
ହେଉଛି ପହେଳି। ଆମ ଓଡ଼ିଆ ସାହିତ୍ୟ ରୂଢ଼ି ପରେ ତୋ ବାପା ପୁଅ କିଏ? ବସୁଦେବ ଇଏରୁ ଆସୁଥିଲେ ଏକାକି ଆଜ୍ଞା। ସେ ଯୁଗରେ ମଧ୍ୟ ବାଳୁଙ୍ଗା ପୁଅ ଥିଲେ। ବାଳୁଙ୍ଗା ପୁଅ ହେଉଛି କଂସ। କଂସ ହେଉଛି ଦ୍ୱାପର ଯୁଗର ପ୍ରଥମ ହାଇବ୍ରିଡ ଛୁଆ। ଆଜ୍ଞା ଯୋଉ ଯୁଗରେ ହାଇବ୍ରିଡ ଆସିବ ସେଇ ଯୁଗରେ ଯୁଗ ଶେଷ ହବାଟା ସ୍ଥିର। ଆପଣଙ୍କ ମାଳିକା ସାହିତ୍ୟରେ ଅଚ୍ୟୁତାନନ୍ଦ କହିଲେ তুমি সারা জন হইব যেবে দিটা অপমিশ্রণ কলে তুমি সাইলে যাকে আমি ইংলিশরে করি সারা হাইব্রিড। আজ্ঞা সত্য যুগরে যোউটি তুমি সাইছে সেইটি যুগ সরিছে। আজ্ঞা ত্রেতয়ারে যোউটি তুমি সাইছে সেইটি যুগ সরিছে। দ্বাপর যোউটি তুমি সাইছে ସେଇଠି ଯୁଗ ସରିଛି। ଆଚ୍ଛା ଆଉ କଳିରେ ତ ସବୁଠିରେ ସବୁ ଜାଗାରେ ତ ସତ୍ୟ ଯୁଗରେ ମିଶା କୋଉଠି ହେଲା କିଏ? ଆପଣ ମାନଙ୍କର ରମ୍ଭାସୁର ସାନ ଭାଇ ହଉଛି ବ୍ରହ୍ମା। ଆପଣଙ୍କର ଦେବୀ ଭାଗବତ ଚଣ୍ଡୀ ପୁରାଣ ଅଛି। ରମ୍ଭାସୁର ଶିବଙ୍କୁ ତପସ୍ୟା କଲା। ସେ ଗୋଟେ କାମୁକ ଅସୁର ଥିଲା। ଶିବ ଯେତେବେଳେ ବରଦାକୁ ଆସିଲେ ଏ କାମୁକ ଅସୁର ବର ମାଗିଲା କହିଲେ ହେ ଦେବଦେବ ଶିବଶଙ୍କର ମୁଁ ଶତ ଶତ ରମଣୀକି ରମଣ କଲେ ମଧ୍ୟ ମୋର ବ୍ରହ୍ମଚ୍ୟୁତ ଶିବ ତଥାସ୍ତୁ କହିଲେ ଆଚ୍ଛା ଶିବ ଠକିଲେ କି ଅସଲି ବର ଦେଲେ କି ନକଲି ବର ଦେଲେ ପରୀକ୍ଷା କରିବେ। ଘରକୁ ଫେରିଲା। ଘରେ ତାର ସ୍ତ୍ରୀ ହଉଛି ନରାଖି। ନରାଖି ସହିତ ପରୀକ୍ଷା ଆରମ୍ଭ କଲେ। ଶିବଙ୍କର ତ ବର ପାଇଛି ଅଖଣ୍ଡ ବ୍ରହ୍ମ ଖସିବ ନା ତେଣୁ ଯେତେ ଅତ୍ୟଧିକ ରମଣ କଲା ନରାଖି ଏତେ ରମଣ ଶକ୍ତି କି ସହିପାରିଲା ପରେ ତେଣୁ ସ୍ୱାମୀକୁ ପରିତ୍ୟାଗ କରି ଗୁପ୍ତ ବେଶରେ ଲୁଚିକି ପଳେଇଲା। କହିଲେ ଏ ଅସୁର ତ ମତେ ସବୁଠି ଖୋଜିବ କଣ କରିବି? ସିଂହ ଦ୍ୱୀପରେ ମଇଁଷି ପଲରେ ମଇଁଷି ହେଇକି ଲୁଚିଲା। ନରାଖି ହେଲା ମଇଁଷି। ଆଜ୍ଞା ମାଟି ମଇଁଷି ସିଏ କିନ୍ତୁ ପ୍ରକୃତ ସ୍ୱାମୀକୁ ଭୟ କରୁଛି। ଏତିକି ବେଳେ ଜମର ବାହାନ ମଇଁଷି ଇଏ ହେଇଛି ଋତୁମତୀ। କୁବଳୟା ନଦୀରେ ସ୍ନାନ କରୁଛି। ସିଂହ ନଦୀ ହଉଛି କୁବଳୟା। ସ୍ନାନ କଲା ବେଳେ ସେତିକି ବେଳେ ଜମର ମହିଷୀ ବାହନ ମହିଷୀ ଋତୁମତୀ ମହିଷୀକି ଦେଖିଲା। ତା ସହିତ ନଦୀ ଆରମ୍ଭ କଲା। ଇଏ ତ ସତ ସତିଆ ମହିଷୀ ମାୟାରେ ମହିଷୀ ହେଇଛି। ଯୋଉ ଅସୁରଟା ଜନ୍ମ ହେଲା ତେଣୁ ଏ ମହିଷୀର ବ୍ରହ୍ମ ମଣିଷର ଅଂଶ। ମୁଣ୍ଡଟା ହେଲା ମହିଷୀ ଦେହଟା ହେଲା ମଣିଷ। ନା ହେଇଗଲା ମହିଷାସୁର। ପଶୁ ମଣିଷର ମିଶ୍ରଣରେ ପ୍ରଥମ ସତ୍ୟ ଯୁଗର ହାଇବ୍ରିଡ ଛୁଆ ହଉଛି ମହିଷାସୁର। ଆପଣ ମାନେ ଜାଣିଛନ୍ତି ସମସ୍ତେ এই ମହିଷାସୁର ବିଶ୍ୱକୁ ଆତଙ୍କ ସୃଷ୍ଟି କଲା। ଶେଷରେ ମହିଷାସୁରକୁ ଭଗବତୀ ଦୁର୍ଗା ବଧ କରି ଏକ ପ୍ରକାର ସତ୍ୟ ଯୁଗ ସରିଲା। ତ୍ରେତୟାରେ ହାଇବ୍ରିଡ ଛୁଆ ବିଶ୍ରବା ହଉଛନ୍ତି ବ୍ରାହ୍ମଣ ଆର୍ଯ୍ୟ ବ୍ରାହ୍ମଣ। ସୁମାରୀ କନ୍ୟା ଦ୍ରାବିଡ଼ କନ୍ୟା ନିକଷା ଆର୍ଯ୍ୟ ଏବଂ ଦ୍ରାବିଡ଼ର ବିବାହ ମିଶ୍ରଣ ଯୋଉ ପିଲାଟି ଜନ୍ମ ହେଲା ତା ହଉଛି ତ୍ରେତୟା ଯୁଗର ପ୍ରଥମ ହାଇବ୍ରିଡ ଛୁଆ ରାମ। ରାବଣ ପାଇଁ ରାମଙ୍କର ଜନ୍ମ।
আগন্ত গৃহে মহারাজ কেশীয় প্রসাদে সকলে শিথির এর পাচারণে শত্রু বিনাশে তো তত মুকুন্দম চরণার বিন্দে তাতে করা ମାନବିষ্ট ପୂର୍ଣ୍ଣ କରନ୍ତୁ ଯାହା କଳାକାର ମାନଙ୍କୁ ଇଏ 100 ଟଙ୍କାଟା ବେଶୀ ନୁହେଁ ଆଜ୍ଞା 100 ଟଙ୍କା ପାଇଲେ ମଞ୍ଚ ଉପରେ କଳାକାର ଭାବେ ମୁଁ 1000 ଟଙ୍କା ପାଇଗଲି କାରଣ ଏଟା ଗୋଟେ କଳାକାର ଉତ୍ସାହିତ କରିବା ପାଇଁ ଇଏ ଗୋଟେ ଆଜ୍ଞା ପ୍ରଶ୍ରୟ ମୁଦ୍ରା ପରେ ଯାହା ସାରଙ୍କର ସମସ୍ତ ପ୍ରକାର ମନୋବିଷ୍ଟ ପୂର୍ଣ୍ଣ କରନ୍ତୁ ମା ଭଗବତୀ ଶାରଦା ସର୍ବାନନ୍ଦ ଆନନ୍ଦ କମାର ରାବଣ ପାଇଁ ରାମଙ୍କର ଜନ୍ମ ରାବଣ ମରିଛି ତ୍ରେତୟା ସରିଛି ଦ୍ୱାପର ଯୁଗର ପ୍ରଥମ ହାଇବ୍ରିଡ ଦ୍ରୁମିଳ ନନ୍ଦନ କଂସ କେମିତି ହାଇବ୍ରିଡ ସେ ହେଲା ମା ହଉଛି ଉଗ୍ରସେନ ସ୍ତ୍ରୀ ଇନ୍ଦୁମତୀ ସୁଦେଶ ନାମ କରି ଯମୁନାରେ ସ୍ନାନ କଲା ବେଳେ ତାକୁ ଦେଖିଲା ଦୁର୍ମିଳ ରାକ୍ଷସ ଏ ତ ଉଗ୍ରସେନ ରୂପ ଧରି ଅସୁର ଦୁର୍ମିଳ ଯାଦବ ଇନ୍ଦୁମତୀର ଜନ୍ମ ନେଇଥିବା ପ୍ରଥମ ଦ୍ୱାପର ଯୁଗର ହାଇବ୍ରିଡ ହଉଛି କଂସ ତେଣୁ କଂସ ପାଇଁ କୃଷ୍ଣଙ୍କର ଜନ୍ମ ହେଲା କଂସ ମଲା ପରେ ସୁହୃତ ହଣାକୁଟା ଆରମ୍ଭ ହୋଇଛି ବାପା ଶରତ ତେଣୁ ଏଠି ପ୍ରଥମ ଲକ୍ଷ୍ୟ ଆଜି এই কংস দুরাচারে তো জানিলা ଯୋଉ ବାପାଟା ନିଜର ସ୍ତ୍ରୀର ସତୀତ୍ୱ ରକ୍ଷା କରିପାରୁନି ଏ ଦେଶକୁ ରକ୍ଷା କରିବ ମାଇଲା ଟଙ୍କିଆ ଥକା ମାରି ତୋ ଲାଗଲା ତୁ ରାଜା ହବୁ ନା ତ ଯୋଗ୍ୟତା ନାହିଁ ରାଜା ହବୁ ବାପାକୁ ତୋଟିଆ ମାରି କଣ କଲା ମାଟ ମାରି କହିଲା ତୁ ଭଲ ରାଜା ହେଇକିରି ଭଲ ଡ୍ୟୁଟି କରୁଥିଲୁ ତୁ ରାତି ଯୋଗାଲି ରାତିରେ ଡ୍ୟୁଟି କରିବୁ ଯେମିତି ରାତିରେ ମୋ ମଥୁରାରୁ କେହି ଖସିକିରି ନ ଯାଏ ବାପା ଜଗେଇଛି ପୁଅ ବର୍ଷା କରିଛି ବାପା ଦିନ ସାରା ସେତେ ଶୋଉଛୁ ଶୁଅ ରାତିରେ କିନ୍ତୁ ଶୋଇବୁ ଉଗ୍ରସେନ ରାତି ଯୋଗୁ ଆଜି ବିଜୁଳି ତ ମାରୁଛି ବସୁଦେବ ଯାଉଛି ଯେତେବେଳେ ଚକିରି ବିଜୁଳି ମାରେ ଦେଖିଲା ବେଳକୁ କେହି ଜଣେ ମୁଣ୍ଡେଇକିରି କଣ ନଉଛି ଉଗ୍ରସେନ କିଏ ଅଛ ସେଇଠି ଛିଡ଼ା ହବ ବସୁଦେବ ଦେବ ଦେଖିଲା ଉଗ୍ରସେନ ଶ୍ୱଶୁର ବୁଢା ଯଦି ନ ମାନିବି କଥା ଅଡୁଆ ହେଇଛି ସେଇଠି ସ୍ଥିର ହେଇଛି ନା ଉଗ୍ରସେନ ଆସିଲା କିଏ ତୁ ବିଜୁଳି ମାଇଲା କହିଲା ବସୁଦେବ ତୁ ବସୁଆ ତୁ ମୁଣ୍ଡରେ କଣ ନା ଆପଣ ଦେଖୁନାହାନ୍ତି ପ୍ରଭୁଙ୍କୁ ତଳେ ଥୋଇଲାନି ଆଣ୍ଠେଇ ପଡିଲା ମୁଣ୍ଡ ଉପରେ ତାମ୍ର ପାତ୍ର ଅଛନ୍ତି ପ୍ରଭୁ ଅଛନ୍ତି ବିଜୁଳି ମାଇଲା ଉଗ୍ରସେନ ଦେଖିଲା ଛୋଟିଆ କୁନି ଛୁଆଟିଏ ପୁଣି ବିଜୁଳି ମାରିଲା କୁନି ଛୁଆଟା ସାଙ୍ଗେ ସାଙ୍ଗେ ସେଇ ତାମ୍ର ପାତ୍ର ଉପରେ ବସିଗଲା ପୁଣି ବିଜୁଳି ମାରିଲା ପିଲାଟା ଠୋଠ ହେଇକି ହସିଲା ପୁଣି ବିଜୁଳି ମାରିଲା ପିଲାଟା ହସିଲା କହିଲା ଜେଜେ କଣ ଆଗରେ ଛିଡା ହେଇଛ କୁନି ଛୁଆଟା କହୁଛି ଜେଜେ ବୋଲେ ତୁ କି ନ ଜାଣୁ ଉଗ୍ରସେନ ପରା ସ୍ୱୟଂ ଗାଁ ବେଟ ବଢିଆ ଟିକି ଛୁଆଟେ ହେଇଛୁ ତୁ କଂସକୁ ମାରିବୁ କହୁଛି ମୁଁ ନାରାୟଣ ତୁ ଯେବେ ସ୍ୱୟଂ ଭଗବାନ ତୁ ଯଦି ଭଗବାନ ବିଶ୍ୱାସ
କଥା ମୋର ସରିନି ପ୍ରଭୁ ଚତୁର୍ଥାମୂର୍ତ୍ତି ହେଇଗଲେ ଶଙ୍ଖ ଚକ୍ର ଗଳା ପଦ୍ମ ଧରି ଛିଡା ହେଇଗଲେ ସେଇଠି ନାତି ସମ୍ପର୍କରେ ଅଜା ସମ୍ପର୍କରେ ଅଜା ନାତିକି ମୁଣ୍ଡିଆ ମାଇଲା କୋଉଠି କୋଉଠି ଅଜା ନାତି ହିସାବରେ ସୃଷ୍ଟି ମୁଣ୍ଡିଆ ମାରୁଛି ସଂସ୍ଥାବାଦ ତଳେ ତଳେ କ୍ଷୀର ଧନ୍ୟାଦ ପ୍ରଦେଶେ ସୂଚି ମୁଣି ବିଳୋଷଣୀ ମୁକ୍ତି କେ ଶକ୍ତି କାନା ସମସ୍ତ ସ୍ଫଟିକ ମୁଣି ନିର୍ଭେଇ ମୁଣି ତାଙ୍ଗ পুনিয়া দরদরি নগদা পানি ଷୋଳକର ମଧ୍ୟ ସ୍ୱର ଅଛି ହେଉଛି ଶ୍ରଦ୍ଧା ଛନ୍ଦ ପାଲା ଖାଇବାଟା ଏତେ ସହଜ ଉଠାଏ ପାଳ ଧରି ପକେଇଲେ ଚାରିପଟ ତାଳ ଧରି ପକେଇଲେ କି ପାଲା ଖାଇବେ ବୋଲି ପାଲା ପାଟିରେ ପକେଇ ପାଣି ପିଇ ଦବ ওরে বাবা সেইটি ভগবান কৃষ্ণ বলে অজা চৌধুরাচারী কংস আজ তোতে আজ রাতে জোগাড়ি করেছে ମୁଁ ଆଜି ଡିକ୍ଲାରେସନ ଦଉଛି ଘୋଷଣା କରୁଛି ତୁ ହେବୁ ମଥୁରାର ରାଟ ତୁ ମଥୁରା ରାଜା ରାଜା ହବୁ ରେ ବାନ୍ଧିଲେ ଶିରରେ ମୁକୁଟ ବାନ୍ଧିଲେ ଶିରରେ ମୁକୁଟ ସେଇଠି ପାଟ ପିନ୍ଧେଇଲେ ସେଇଠି ଘୋଷଣା କରିଦେଲ ଅଜା ତୁ ଆଜି ଠାରୁ ମଥୁରାର ରାଟ ହବୁ ରାଜା କଥାଟା ବୁଝିପାରିଲୁନି ଆମ ଓଡ଼ିଶାର ରାଜଧାନୀ କୋଉଠି ଥିଲା ପୁଣି ସ୍ଥାନାନ୍ତରିତ ହେଲା କୋଉଠି ହେଲାନି ତେଣୁ ମଥୁରାର ରାଜଧାନୀଟା ଜରାସନ୍ଧ ବାରମ୍ବାର ଆକ୍ରମଣ କରିବାରୁ ସେଥିପାଇଁ ଭଗବାନ କୃଷ୍ଣ ରାଜଧାନୀଟା ଉଠେଇ ଦେଲେ କୋଉଠି ହେଲା ମୋ ପାଖରେ ସବୁ ସନ୍ଧି ମାରି ଏମିତି ସିନା ଛୋଟ ସବୁ ଥାକେରେ ମାଲ ଅଛି এই কেপিরি ছোট সুযোগ দেলে জানি বাবা আজ্ঞা 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 কোন করিয়া বয়স অতিক্রান্ত হেলানি আমি অষ্টসূর্য হয়ে গেল না কেতে বসে বড়িয়া না আজ্ঞা 65 বর্ষ এবং बहुत सुंदर ତାପରେ ଦ୍ୱିତୀୟ କଥା ହଉଛି ଆପଣ ଶୁଣିଲା ଗୋଟେ କଥା ଆଶ୍ଚର୍ଯ୍ୟ ହେବେ ମୁଁ ଯୋଉ ଅବସ୍ଥାରେ ପାଲା ଗାଉଛି ଅନ୍ୟ କୌଣସି ଗାୟକ ଚାମର କରିବନି ମୁଁ ଯେ ହାର୍ଟ ପେସେଣ୍ଟ ହାର୍ଟ ସର୍ଜରୀ ହେଇଛି ଓପନ ହାର୍ଟ ସର୍ଜରୀ ବାଇପାସ ସର୍ଜରୀ ହେଇଛି ଛାତି ପରେ କେଉଁଟେ ପର୍ଯ୍ୟନ୍ତ ଚିରା ହେଇଛି କିନ୍ତୁ ମୁଁ ପାଲା ଚାମର ଧରିଛି এবং ডক্টরଙ୍କ পরিমিশন ମଧ୍ୟ ନେଇଛି ସାର୍ କହିଛନ୍ତି କିଛି ଅସୁବିଧା ହବନି ତମେ ପାଲା ଗା ଯଦି ପାଲା ନ ଗାଇବ ତାହେଲେ ତମକୁ ଆଉ ଗୋଟେ ରୋଗ ମାଡ଼ି ବସିବ କାରଣ ପାଲାଟା ପ୍ରତି ନୁହେଁ ପାଲାଟା ଯେ ପ୍ରତ वाह ପ୍ରତି ହେଇଥାନ୍ତା ମୁଁ ଘରେ ବସିଥାନ୍ତି ଏଇଟା ପ୍ରତ ମୁଁ କହୁଛି ମୁଁ ଚାମର ଧରିଛି ମୋ ଆଖିରେ ଲୁହା ଆସେ ଯେ ମୁଁ ଏଇ ଚାମର ଥିବା ଅବସ୍ଥାରେ ଯଦି ଭଗବାନ ମୋତେ ତାଙ୍କ ପାଖକୁ ଡାକି ଦିଅନ୍ତି ମୁଁ ଜାଣି ମୋ ପାଲା ଜୀବନ ସାର୍ଥକ ହେଇଗଲା ବାବୁ ଯାହା ହଉ ଏଇଟା ଆପଣମାନଙ୍କର ନରନାରାୟଣ ଆଶୀର୍ବାଦ ଅପରେସନ ବେଳେ ଓଡ଼ିଶାର ଯେତେ ପାଲା ମଞ୍ଚ ମୋତେ ସାହାଯ୍ୟ କରିଛନ୍ତି ମୁଁ କୌଣସି ମଞ୍ଚରେ କହି ଆଜି କହୁଛି ଡୋନେସନ ଆସିଥିଲା ହାରାହାରି 12 ଲକ୍ଷ वाह वाह କେବଳ 12 ଲକ୍ଷ ଆସିଥିଲା केवल ये पाला कलाकार पाइबने एवं पाला प्रेमी माने मते दे ଆଜ୍ଞା आज्ञा मो साधारण लोक हेगले
ମତେ ଟଙ୍କା ଟିକେ ଦିଅ। ଏଇ ଅନେଇନଥାନ୍ତି। ତେଣୁ ମୁଁ ଜାଣିଛି ଯେ ଓଡ଼ିଶାର ଜନସାଧାରଣ ମତେ କେତେ ଭଲ ପାଆନ୍ତି। ମୁଁ ତାଙ୍କୁ ଭଲ ପାଇବା ଆଖି ରଖି ମୁଁ ଭଉଣୀ ସାମଲ କରିଲି। ଆପଣ ତ ମଞ୍ଚକୁ ଆସିଥିଲେ ଏ ବହୁତ ଦିନ ତଳେ। 18 ବର୍ଷ ତଳେ ଆଜ୍ଞା ଆଜ୍ଞା। ନନା କହୁଥିଲି। ଆଉ ଆଜି ସେଇ ମଥୁର ରାଜା ହେଉଛନ୍ତି ଉଗ୍ରସେନ। ଆଇ ଆଇ ଯେଉଁ ପାଟ ପିନ୍ଧେଇଥିଲେ ଭଗବାନ କୃଷ୍ଣ ଯେ ଦ୍ୱାରକା ଶାସନ କରନ୍ତି। ହଁ କିନ୍ତୁ ରାଜା ରାଜା ନୁହେଁ। ବଡ ଭାଇକି ମଧ୍ୟ ସେ ରାଜା କରିନା। ହୁଁ ରାଜା ହଉଛନ୍ତି ଉଗ୍ରସେନ। ଉଗ୍ରସେନ। ତାର ବଳରାମଙ୍କର ବିଚାର କରିବ। ଏ ତ ପ୍ରଥମ ଛକି ସେ ନାଲି ଚକି ଦ୍ୱିତୀୟ ଦ୍ୱିତୀୟ ଜଣେ ଦଣ୍ଡ ପାଇ ସାରିଲା ପରେ ପରେ ଆଉ ତାକୁ ଦଣ୍ଡ ଦିଆଯାଏ କି? ନା ନା କୁହନ୍ତୁ ଆଜ୍ଞା। ଆପଣ ଟିକେ ମୁଁ ଛୋଟିଆ ଉଦାହରଣ ଦଉଛି। ଯେଉଁଦିନ ଏକଲଭ୍ୟ କହିଲେ ଗୁରୁ ଦ୍ରୋଣ ହଁ ତ ଦକ୍ଷିଣ ହାତର ବୁଢାଙ୍ଗୁଟା କାଟିକି ମତେ ଦେଇ। ମତେ ଦାନ ଦେଇଛି। ଆଜ୍ଞା ଇଏ ବୁଢାଙ୍ଗୁଟି କାଟିଲା। ଆଚ୍ଛା ଆପଣମାନେ ସମସ୍ତେ କୁହନ୍ତୁ ଗୁରୁ ଯାହା କଲେ ଠିକ କଲେ? ନା ଆଜ୍ଞା ଗୁରୁ ଠିକ କଲେ। ଠିକ କଲେ? ଶିଷ୍ୟ ପ୍ରତି ଅଭିଚାର କଲେ। ଆଜ୍ଞା ମୁଁ କହିବି ଠିକ ଅଛି। 100% ଠିକ କରିଛନ୍ତି। କୁହନ୍ତୁ। ଆଜ୍ଞା ମୁଁ ଆପଣଙ୍କୁ ମାନିବି ଠିକ କରିଛନ୍ତି। କୋଉ ନ୍ୟାୟ ହୁଁ। ମୁଁ କ୍ଲାରିଫାଇ କରିଦେଉଛି ଯେ ପ୍ରକୃତରେ ଦ୍ରୋଣ ଭୁଲ କରିନା। କାରଣ ଏକଲଭ୍ୟ ଯୋଉ ଅପରାଧ କରିଛି ହଁ ହଁ ସେ ଅପରାଧର ଦଣ୍ଡଟା ସେ ଦେଇଛନ୍ତି କେବଳ ପ୍ରାୟଶ୍ଚିତ ହିସାବରେ। ଆଚ୍ଛା ଜଣେ ଅପରାଧ କରିବ ଅପରାଧୀ 3 ଜଣ ଗୋଟେ ଦୋଷର ଅପରାଧ ଆଜ୍ଞା କ୍ରିୟ କାରିତ ଅନୁମୋଦିତ। ଯିଏ କଲା ସିଏ ଅପରାଧୀ 1 ନମ୍ବର। ଦୁଇରେ ଯିଏ କରେଇଲା ତାଠାରୁ ସେ ବଡ ଅପରାଧ। ଯିଏ ତାକୁ ସମର୍ଥନ କଲା ସେ ବଡ ଅପରାଧ। ତାଠାରୁ ଅପରାଧୀ ଏ ବିଶ୍ୱରେ କେହି ନା। ସେଦିନ କୁରୁସଭାରେ ଏ ହେ ଦ୍ରୌପଦୀକି ଉଲ୍ଲଂଘନ କଲା ଦୁଃଶାସନ। ବିଭର୍ଷଣ। ସେ ଗୃହ କଲା ଯେତିକି ଦୋଷୀ ନୁହଁ କହିଲା କିଏ? ଏ କରେନା ଦୁର୍ଯ୍ୟୋଧନ। ମାନି ଦୁର୍ଯ୍ୟୋଧନ। ଏ ତାଠାରୁ ବେଶୀ ଦୋଷୀ ନା ନାଇଁ? ତାକୁ ଅନୁମୋଦନ କଲା କିଏ? ଏ କଲେ ନା କୁରୁକୁଳର ଯିଏ ପିତାମହ ଯିଏ ମୁରବୀ ଭୀଷ୍ମ। ଭୀଷ୍ମ ସଭାରେ ଥିଲେ। ଯଦି ସେ ଗୋଟିଏ ପ୍ରତିବାଦ କରିଥାନ୍ତେ ଦୁଃଶାସନ ଦୁର୍ଯ୍ୟୋଧନର ମୋ ବୋହୁର କେଶାକର୍ଷଣ ତଥା ଆଜି ବସ୍ତ୍ର ହରଣ କରି ତମେ କିଏ? ତମେ କିଏ? ଇଏ ଗାଙ୍ଗେୟ ବିରୋଧୀ ପ୍ରିୟ ଜଗତେ যে গাঙ্গেয় ধনটা উঠেই দেয় লক্ষ্য রাজা ধরে যাবে পৃথিবী ধরে যায়। সেদিন যদি পুরসভার ধনটা উঠেই নেই থামতে 100টা দুর্যোধন 100টা দুঃশাসন সাথ হয়ে থামতা দ্রৌপদীর অবস্তরণ করিয়া পেয়ে নয় নয় তোর মুখ্য অনুমোদন কলে কি নীরবের মুহ তଳକୁ ପୋତି ଦେଲେ ଭୀଷ୍ମ। ପିତାମହ ଭୀଷ୍ମ। 3 ଜଣ ଯାକ ଦଣ୍ଡ ପାଇଛନ୍ତି। କ୍ରିୟ ଦୁଃଶାସନ ଅପରାଧୀ 1 ନମ୍ବର ଥିଲା ବୋଲି ଯୋଉ ହାତରେ ସେ କେଶାକର୍ଷଣ ବସ୍ତ୍ର ଛିଙ୍କିଥିଲା ଓ ଭୀମ ସେଇ ହାତ 2ଟା ଉପାଡ଼ିକି କବାଟ ଯୋଉ ଦୁର୍ଯ୍ୟୋଧନ ଆଜି ଜାଲରେ ନିର୍ଦ୍ଦୋଷତା ବାড়িকে ବୁଝା ଭୀମ ସେଇ ଜାଲଟାକୁ ପିଟିକି ଭାଙ୍ଗିଦେଲା। ଯୋଉ ଭୀଷ୍ମ ଅନୁମୋଦନ କରିଥିଲେ ତାର ଦଣ୍ଡ କଣ ପାଇଲେ? ପାଇନା ଦେଇଆ। ସରସ 127ଟା ତୀର ଉପରେ ଶୋଇଲେ। 127ଟା ତୀର ସେ ପରବର୍ତ୍ତୀ କାଳରେ ସେ ନିଜକୁ ସ୍ୱୀକାର କରିଛନ୍ତି। ଭୁଲ କରିଛି। କହିଲେ ପ୍ରମାଣ ପ୍ରମାଣ ଏ ତ
যদি তৃণ একলব্য চুরি করেছি চোর কোন চোর চলে সে না সামরিক বিদ্যার চোর আজ্ঞା ଆପଣଙ୍କର ମନଙ୍କର ନ୍ୟାୟରେ ଚୋରି ବିଦ୍ୟାର ଦଣ୍ଡ ଅଛି ଆଜ୍ଞା ଅର୍ଥାତ ଚୋର ଯୋଉ ଅଙ୍ଗଟାକୁ ବିଶେଷ ପ୍ରୟୋଗ କରି ଚୋରି କରିଥିବ ପ୍ରାଚୀନ କାଳରେ ମନୋନୀତିରେ ସେ ଅଙ୍ଗଟା କାଟି ଦିଏ ଆଜ୍ଞା କିନ୍ତୁ ଏମିତି ଚୋରି କାମ ଅଛି ଯୋଉ ଚୋରି କାମରେ ବାପା ଥରେ ସେ ଅଙ୍ଗ କଟା ଆଉ କଣ ହବ ମୃତ୍ୟୁଦଣ୍ଡ ଦିଆ ସେ ଚୋରିଟା କଣ କଣ କଲେ ମୁଖ୍ୟ ମତାଇ ସଗଟେ ବଲୁଛି ମନ ସଂହିତା କଲେ ମହାପଶୁନା ଔଷଧି ଅସ୍ତ୍ରଂ ଶସ୍ତ୍ରଂ ପାଣିନାମଶ୍ଚ ଯୋଉ ଲୋକ ମହାପଶୁ ଚୋରି କରେ ମହାପଶୁ ହାତୀ ଘୋଡ଼ା ଗୋଜାତି ସେ ଏସବୁ ଯୋଉ ଲୋକ ଚୋରି କରେ ରାଜା ତାର ହାତ କାଟିବନି ଆଉ ଅଙ୍ଗ ଛେଦନ କରିବନି ତା ଦଣ୍ଡଟା ହଉଛି ମୃତ୍ୟୁ ଦଣ୍ଡ ବୁଝିପାରିଲେ ଆଜ୍ଞା ପୁଣି ଆଉ ଗୋଟେ ଦଣ୍ଡ ଏ କଣ ଔଷଧି ନାହିଁ ମାନେ ବୈଦ୍ୟାଳୟ ଯଦି କି ଔଷଧ ଚୋରି କଲା ଔଷଧର ଟେକ୍ନିକ ଚୋରି କଲା ବାପା ତାର ଦଣ୍ଡ ମଧ୍ୟ ମୃତ୍ୟୁ ମୃତ୍ୟୁ ଦଣ୍ଡ ଏବଂ ଅସ୍ତ୍ରାଗାର ଯେ ଅସ୍ତ୍ର ଚୋରି କଲା ଏବଂ ଅସ୍ତ୍ର ବିଦ୍ୟା ଚୋରି କଲା ତାର ଦଣ୍ଡଟା ମଧ୍ୟ ମୃତ୍ୟୁ ମୃତ୍ୟୁ ଦଣ୍ଡ ଆପଣଙ୍କର ବାଲିଆପାଳ ଘାଟି ଭାରତବର୍ଷର ସାମରିକ ବିଦ୍ୟାର ଟେକ୍ନିକ ସେଠି ଆଜ୍ଞା ସବୁ ସାମରିକ ଅସ୍ତ୍ର ତିଆରି ହଉଛି ଯୁଦ୍ଧାସ୍ତ୍ର ସବୁ ତିଆରି ହଉଛି ଚାନ୍ଦିପୁର ବାଲିଆପାଳ ଧରନ୍ତୁ କୌଣସି ସାଇଣ୍ଟିଷ୍ଟ ସେ ଟେକ୍ନିକ ଚୋରି କରି ପାକିସ୍ତାନ ବା ଅନ୍ୟ ରାଜ୍ୟରେ ବିକ୍ରି କରିବାକୁ ଗଲା ବେଳେ ଧରା ପଡ଼ିଲା ଆପଣମାନେ କୁହନ୍ତୁ ତା ଦଣ୍ଡଟା କଣ ମୃତ୍ୟୁଦଣ୍ଡ ବୋଲି ଆଚ୍ଛା ଏକଲବ୍ୟ ଯୋଉ ବିଦ୍ୟାଟା ଚୋରି କଲା କୋଉ ବିଦ୍ୟା ଚୋରି କରିଥିଲା ହସ୍ତିନାକୁ ରକ୍ଷା କରିବାର ଯୋଉ ସାମରିକ କୌଶଳ সেই সামরিক কৌশলটাକୁ ସେ ଚୋରି କଲା ଯଦ୍ୱାରା ଧରା ପଡ଼ିଥିଲେ ଧରା ତ ପଡ଼ିଥିଲେ ଦଣ୍ଡନୀତି ଅନୁସାରେ ମନୁକ ନୀତି ଅନୁସାରେ ଏକଲବ୍ୟର ମୃତ୍ୟୁଦଣ୍ଡ ହେଇଥାନ୍ତା एकलव्य को वंचित कराला ना तार गुरु विद्यारू से द्रोणताऊ देलेनी आस्तिले शिक्षा ଆଜ୍ଞା ହଁ ଆପଣ କହନ୍ତୁ ଭଲ କଥା ଆପଣ ଯାହା ପ୍ରଶ୍ନ ଆସୁଛି କୁହନ୍ତୁ ମୁଁ କ୍ଲିୟର କରିବି ଆଚ୍ଛା ଦ୍ରୋଣ ଆପଣ ନିଜ ଚାହାଣି କରିଥିଲେ ଆପଣ ଜଣେ ଟିଚର ଡକେଇଛନ୍ତି ମୋ ଘରେ ମୋ 5ଟା ଛୁଆକୁ ପାଠ ପଢି ମୋ ଠାରୁ ଦରମା ଆଚ୍ଛା ସାରେ ଅନ୍ୟ ଲୋକର ଛୁଆ ପଢି ଆପଣ ଘରେ ବସି ପାରିବେ ଆପଣ କୋଉଠି ଆପଣଙ୍କ ବିନା ଅନୁମତି କହିବେ ସିଏ ଗୋଟେ ଅନ୍ୟ ପିଲା ଆଣି ବସି ପାରିବେ ବସି ପାରିବେ ତେଣୁ ଦ୍ରୋଣ ଥିଲେ ବେତନ ଭୋଗୀ ଗୁରୁ କୌରବ ପାଣ୍ଡବ ମାନଙ୍କୁ ଅସ୍ତ୍ର ବିଦ୍ୟା ଶିକ୍ଷା ଦେବେ ଏବଂ ଭୀଷ୍ମଙ୍କ ଠାରୁ ହସ୍ତିନାର ରାଜକୋଷରୁ ବେତନ ନେବେ ବେତନ ଭୋଗୀ ଗୁରୁ ଅଧିକାର ନାହିଁ କାହାକୁ ପାଠ ପଢେଇବ ବିନା ଅନୁମତି ମୁଁ ଯାହା କହୁଛି ଆଜ୍ଞା ମୁଁ ଭୁଲ ହେଇପାରେ ନାଇଁ ନାଇଁ ଠିକ ଅଛି କରେକ୍ଟ କରେକ୍ଟ একদম ঠিক ତେଣୁ ଆପଣମାନେ ବିଚାର କରନ୍ତୁ ଆପଣମାନେ ସମସ୍ତେ ଶିକ୍ଷିତ ଇଏ ଗାଁର ମଞ୍ଚ ପେଣ୍ଡା ଅଲଗା ଆପଣଙ୍କର ଇଏ ପେନ୍ସ ଅଲଗା କାରଣ ପ୍ରତ୍ୟେକ ଜଣେ ଜଣେ ମନୀଷୀ ଜଣେ ଜଣେ ଜ୍ଞାନୀ ଜଣେ ଜଣେ ସ୍ୱଚ୍ଛ ଏଠି ଆଉ ପାଲା ଠକି ହବନି ପରେ ଅନ୍ୟ ଯୋଉଠି ହେଲେ ମୁଁ ପାଲା ଠକି ଦେଇ ପଡିବି ସତ କଥା କହୁଛି ଆଜ୍ଞା ଯୋଉଠି ଘିଅ ଢାଳିଲି ମଦ ତ ରହିବ ନା ଆଉ ପାଉଁଶରେ ଘିଅ ଢାଳିଲେ ସେ ମଦ ରହିବ
ଆପଣ ସମସ୍ତେ ଗୋଟେ ଗୋଟେ ନିଆଁ ସେଠି ଘିଅ ଢାଳିଲେ ମହତ୍ଵ ଅଛି ଆଉ ଆଉ ପାଉଁଶ କଦାରେ ଘିଅ ଢାଳିବେ ପରେ ସେଠି ତୃଣ ଚିନ୍ତା କଲେ କଣ ଇଏ ପ୍ରତ୍ୟକ୍ଷ ହଉ ବା ପରୋକ୍ଷ ହଉ ଇଏ ମତେ ଗୁରୁ ରୂପରେ ସ୍ୱୀକାର କରିସାରିଲାଣି ଚାଲିଆଣି ହଷ୍ଟେଲର ସାମରିକ ବିଦ୍ୟାକୁ ଚୋରି କରିছে ରାତି ପାଇଲେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହବ ପିଲାଟା ମରିଯିବ ଗୁରୁର ଧର୍ମ ଶିଷ୍ୟକୁ ବଞ୍ଚେଇ ରଖିବା ଯଦି ତାକୁ ପ୍ରଥମ ଦଣ୍ଡରେ ମୁଁ ପ୍ରାଶ୍ଚିତ କରିଦିଏ ପ୍ରଥମ ଦଣ୍ଡଟା ହେଇସାରିଥିବ ଆଉ ବଡ ଦଣ୍ଡ ଲାଗୁ ହବ କେତେ ବୁଦ୍ଧି ଆଜ୍ଞା ଧରନ୍ତୁ ମୁଁ ଜଣେ ଗାଏ ଜଣେ ମତେ ଥାପଟେ ଲଗେଇଲା ଥାପଡ଼ାଟେ ଲଗେଇଲା ମୁଁ ଗୋଟେ ସମାଜପଦ ଲୋକ ସମାଜରେ ସାଧାରଣ ଲୋକଟେ ବୁଝିଲା ଯେ ଗୋଟେ ଥାପଟେ ଲଗେଇଲା ମୁଁ ପଞ୍ଚାୟତ ରଖି କଣ ତ ମାରିବି ମାରିବି ପଞ୍ଚାୟତ ଡାକିବି ପଞ୍ଚାୟତ ଡାକି ସାରିଲା ପରେ ପଞ୍ଚାୟତ ନିଷ୍ପତ୍ତି ନବ ଏଡେ ବଡ ଲୋକକୁ ତୁ ଗୋଟେ ଛାପଡ଼ା ବି କରିବୁ ଭୁଲେଇଛି ନାଇଁ ଆମର ଭୁଲେଇଛ କାମ କରବାରେ ମାରିଦେଇଛି ତା ଜରିମାନା ଦେଇ 10,000 ଟଙ୍କା ସେ 10,000 ଦେଲା ଖାଲି 10,000 ଦବ ସିଏ ଯୋଉ ଭଦ୍ର ଲୋକମାନେ ବସେଇଦେଲେ 10,000 ରହିବେ ସେ ଭୁଲ ସ୍ୱୀକାର କରିବ 10,000 ଟା ଦେଲା ବୋଲିକିରି ସେ ସ୍ୱୀକାର ଲେଖିବ ମୁଁ ମଧ୍ୟ 10,000 ମାରିବି ଦୁଇ ପକ୍ଷ 10,000 ମାରିବି ଭଦ୍ର ଲୋକ 10,000 ମାରିବି କିନ୍ତୁ ମୋ ବାଟରେ ଗଲା ବେଳେ ମୋ ସାଙ୍ଗ କି ଅନ୍ୟ ଭଦ୍ର ଲୋକ ମୋତେ ଟିକେ ଉସ୍କେଇବେ କହିବା ତମେ ଗୋଟେ ଏଡେ ବଡ ସମାଜପଦ ଲୋକ ତମେ ସେ ଟୋଟାଲ ବେଳେ 10,000 ଟଙ୍କା ତାକୁ କରାଯିବ ଆରେ ଗୋଟେ ମାଲି ମାଲି ବୋଧେ କେସ୍ କର 5 କେସ୍ କର ଲକ୍ଷ ଟଙ୍କା 5 ଲକ୍ଷ ଟଙ୍କା କେସ୍ କର ଲକ୍ଷ ଟଙ୍କା ଜିତି ଦବ କୋର୍ଟରେ ଜିତି ଦବ ମୁଁ ସେ ଲୋକ କଥାରେ ପଡି ଆଜ୍ଞା ମୁଁ କେସ୍ ଦାୟର କରିଦେବି କିନ୍ତୁ ଏ ଯୋଉ 10,000 ଟଙ୍କାଟା ଦେଇଛି ସେ ଯାଇକି ସେ ଡକୁମେଣ୍ଟଟା ଦେଇକି ଜଜ ପାଖରେ ରଖିବ ମୋ କେସ୍ ରହିବ ଡିସମିସ୍ ହେଇଯିବନି କାରଣ ଜଣକୁ ଦଣ୍ଡ ଥରେ ଦିଆଯାଏ ଦଣ୍ଡଟା 2 ଥର ଦିଆଯାଏ ନାଇଁ ସେ ଲଘୁ ହଉ କି ଗୁରୁ ହଉ ଜଣେ ବୁଦ୍ଧିମାନ 5,000 ବର୍ଷ ତଳେ ଗୁରୁକୁଳର ଗୌରବ ବଳେଇଛନ୍ତି ଦ୍ରୋଣ ଗୋଟେ ମରି ଯାଉଥିବା ଶିଷ୍ୟକୁ ଜୀବନ ବଞ୍ଚେଇଛନ୍ତି କହିଲେ ଯଦି ମୁଁ ଲଘୁ ଦଣ୍ଡ ଅନୁସାରେ ଆମର ଚୋରି ବିଦ୍ୟା କହୁଛି ଯୋଉ ଅଙ୍ଗ ପ୍ରୟୋଗ କରି ସେ ଚୋରଟା ଚୋରି କରିଥିବ ସେଇ ଅଙ୍ଗଟାକୁ କାଟିଦେଲେ ହେଇଗଲା ସେଣୁ ଇଏ ଅସ୍ତ୍ର ବିଦ୍ୟାକୁ ଚୋରି କରିଛି ଦକ୍ଷିଣ ହାତର ବୃଦ୍ଧାଙ୍ଗୁଠିଟା ବିଶେଷ କାର୍ଯ୍ୟ ଲଗେଇଛି ତେଣୁ ଆଙ୍ଗୁଠିଟା କାଟିଦେଲେ ଯଦି ଆରେଷ୍ଟ ଖାଲି ହବ ଅସ୍ତିନାର ମୁଁ ପ୍ରମାଣ କରି ଦଣ୍ଡ ଦେଇ ସାରିଛି ଆଉ ତ ମୃତ୍ୟୁଦଣ୍ଡ ଲାଗୁ ତେଣୁ ଦଣ୍ଡଟା ଥରେ ଦିଆଯାଏ ମୋର କହିବାର ଲକ୍ଷ୍ୟ ଯେତେବେଳେ ମହାସବର ସରିଗଲା ଯୁଦ୍ଧ ସରିଗଲା ଗାନ୍ଧାରୀ ଦେଖିଲେ ଗୋଟି ଗୋଟି ପୁଅ ମାନେ ସବୁ ମରିଗଲେଣି ଡାକିଲା କୃଷ୍ଣ ସବୁ ନାଟକର ସୂତ୍ର ଧରୁଛନ୍ତି କଂସ ସେ ସହକାରେ ଗୋର ପ୍ରୟାଣ ଶେଷରେ ତୁ ବି ମରିବୁ ଗାନ୍ଧାରୀ ପରା ଦଣ୍ଡ ଦେଇ ସାରିଛି ପୁଣି କଣ ଅଭିଶାପ ଦେଇ ସାରିଛି ଯୋଉ ଅଭିଶାପ ଦ୍ୱାରା ମୃତ୍ୟୁବଶ ଧ୍ୱଂସ ହେଲା ଯୋଉ ଅଭିଶାପ ଦ୍ୱାରା ନିଜର ପୁଅ ନିଜର ଭାଇ ନିଜ ଆଖି ଆଗରେ କୃଷ୍ଣଙ୍କର ମରିଗଲେ ଆଠାରୁ ବଡ ଦଣ୍ଡ କଣ ହେଇପାରିଛି ଆଉ କଣ ବଳରାମ ପାଖରେ ଗାନ୍ଧାରୀ ଅଭିଯୋଗ କଲେ ପ୍ରଭାତ ये प्लॉट सब कोर्ट आउछ हाई कोर्ट में सुप्रीम कोर्ट गला पट्टी बांधी मसाल धरी जाउछला से क्वेश्चन छाड़ी गांधारी मसाल धरी जाउतिले अंधपुटली बंधा आइतला तो देखिले केमिति दूर ଯେତେବେଳେ ଗଲେ ବୁକ୍ ଖୋଜିବା ପାଇଁ प्रश्न करिए ଅନ୍ଧପୁଟୁଳି ବାନ୍ଧିକି ଯାଇଥିଲେ बंधा आइतला देखिले ସେ ଦେଖିଲେ କେମିତି ଆଉ ମସାଲ ଧରିକି ଯାଉଛନ୍ତି ଅନ୍ଧାର प्रश्न गला
ସିଏ କାହିଁ ଯିବେ? ପ୍ରଶ୍ନ କରିଛନ୍ତି ଆପଣଙ୍କୁ ନାଇଁ ନାଇଁ ଗାନ୍ଧାରୀ କେବଳ ଥରେ ମାତ୍ର ଅନ୍ଧପଟିଆ ଖୋଲିଛନ୍ତି। କେତେବେଳେ? ନାଇଁ ସାର୍ ସେ କହିଛନ୍ତି ଯେ ଗାନ୍ଧାରୀ ଅନ୍ଧପୁଟିଟି ଯେହେତୁ ବାନ୍ଧିଛନ୍ତି ଆଉ ରାତିରେ ଯାଉଛନ୍ତି ପୁଅ ଖୋଜିବାକୁ ହେଲେ ମଶାଲ ଧରିଛନ୍ତି, ଏଟା କେମିତି ସମ୍ଭବ? ଇଏ କଣ କୋଉଠି ଲେଖା ହେଇଛି? ସାର୍ ତ ଆପଣଙ୍କୁ ପ୍ରଶ୍ନ କରିଛନ୍ତି। ନାଇଁ 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 କଥାଟା ବୁଝିପାରୁନା। ସେ ପ୍ରଶ୍ନ ଦେଇଛନ୍ତି ହଁ ପ୍ରଶ୍ନଟା ଦେଇପାରିଲା, କିନ୍ତୁ ଏ ପ୍ରଶ୍ନଟା ହଉଛି ମୋ ବିଚାରରେ ଏ ପ୍ରଶ୍ନ ହଉଛି ଅବାସ୍ତବ ପ୍ରଶ୍ନ। କାରଣ ଗାନ୍ଧାରୀ କେବେ ହେଲେ ଗାନ୍ଧାରୀ ତ ପ୍ରତ୍ୟେକ ଥର ସେ ଶୁଣୁଛନ୍ତି ଏ ଦୁର୍ଯୋଧନ ଆଜି ମଲା, ଦୁଃଶାସନ କାଲି ମଲା, କାଲି ଦୁର୍ମୋଦ ଗଲା, କାଲି ଦୁର୍ବିରୋଧ ଗଲା, ସେ ତ ଶୁଣିଛନ୍ତି। ଶୁଣି ସାରିଲା ପରେ ପଞ୍ଚଜନ୍ୟ ଶଙ୍ଖ ଫୁକିଲେ କୃଷ୍ଣ ଯେତେବେଳେ ବିଜୟ ହେଲା ସେ ଇଏରୁ କହିଥିଲେ ନାଇଁ। ଉଦୟନାଥ ରଥ ଶର୍ମାଙ୍କର କଣ କବିତା ଗୋଟେ ଦେଇଥିଲେ ହଁ ସିଏ ମୁଁ ଶୁଣିଛି ସବୁ। ସିଏ ଅନ୍ଧପୁଟିକା ତାପରେ ଆଉ ଗୋଟେ ଯଦି ବିଚାର କରାଯାଏ ଗାନ୍ଧାରୀ ହଉଛନ୍ତି ସତୀ ନାରୀ। ସତୀ ଦୃଷ୍ଟି ଗୋଟେ ଅଛି, ସତୀ ନାରୀର ଗୋଟେ ପ୍ରଭାବ ଅଛି। ଆମର ବିହାରେ ଲେଖିନାହାନ୍ତି ଯେ ସାମାନ୍ୟ ନୁହେଁ ପତି ମହାଭାରତ ଗୋଟେ ପ୍ରସଙ୍ଗ ବି ଅଛି। ଯେତେବେଳେ ଗାନ୍ଧାରୀ ରାତିରେ ଆସିନାହାନ୍ତି ଦିନରେ ଆସିଛନ୍ତି। ରାତିରେ କାହିଁ ସେ ଆସିବେ? ମାନେ ନିଶା ଦିନରେ ଆସିଛନ୍ତି। ପୁଅ ମାନଙ୍କୁ ଖୋଜି ଖୋଜି ଦିନରେ ପହଞ୍ଚିଛନ୍ତି। ସେ କହୁଛନ୍ତି ରାତିରେ କିନ୍ତୁ ଦିନରେ ପହଞ୍ଚିବା ଭିତରେ ମୁଁ ଯେତିକି ପଢିଛି ମୋ ବିଚାର ସେ କଣ ବହି ନା କହିଲେ ଅଭିଶପ୍ତ ଗାନ୍ଧାରୀ ନାଇଁ। ଅଭିଶପ୍ତ କହିଲେ କହିକି ଯାଇଛନ୍ତି। ଶୁଣନ୍ତୁ, ଜଣେ ଗାୟକ କହିଦେଲା ବୋଲି ଆପଣ ମାନି ନଉଛନ୍ତି? ପାଣି କହିବେ ସିଏ ତାଙ୍କର ସିଏ ତାଙ୍କର କହିବେ, ତାଙ୍କର ସଜ୍ଜୀକରଣ କହିବେ। ବାସ୍ତବତା ମୁଁ ଯେତିକି ପଢିଛି ମୁଁ କହୁଛି। ଅଭିଶପ୍ତ ଗାନ୍ଧାରୀ। ତେଣୁ ଅଭିଶପ୍ତ ଗାନ୍ଧାରୀ, କହିଲେ ବହି ଅଭିଶପ୍ତ କାହିଁ ସେ ଗାନ୍ଧାରୀ କି ଅଭିଶପ୍ତ? ଯିଏ ଲେଖିଛନ୍ତି ସେ ବହି ନା କହିଲେ ଅଭିଶପ୍ତ ଗାନ୍ଧାରୀ। ନାଇଁ, ରଥ ଶର୍ମା କୋଉଠି ଅଭିଶପ୍ତ ଗାନ୍ଧାରୀ ଲେଖିନାହାନ୍ତି। ମୁଁ ରଥ ଶର୍ମାଙ୍କର ବହୁତ ବହି ଆଣିଛି ଏବଂ ତାଙ୍କ ଘରକୁ ମଧ୍ୟ ନିଜେ ଯାଇଛି। ତାଙ୍କର ଯେତେ ସଂକଳନ ମୋ ପାଖରେ ଥୁଆ ହେଇଛି, ଏଇଟା ମନେ ରଖନ୍ତୁ। ଖାଲି କିନ୍ତୁ ମହାଭାରତ ଅଛି ଯେ କି ଗାନ୍ଧାରୀ ଯେତେବେଳେ ପୁଅ ମାନଙ୍କୁ ଖୋଜୁଛି ଦିନ ବେଳା କୃଷ୍ଣ ଗୋଟେ ମାୟା ସୃଷ୍ଟି କଲେ। କଣ ମାୟା? ନା ଏମିତି ଗୋଟେ ମାୟା ହେଲା ଯେ କି କ୍ଷୁଧାଟା ତାଙ୍କର ଅକସ୍ମାତ ଉଦ୍ରେକ ହେଲା, ଭୋକଟା। ଦେଖନ୍ତୁ ଚାରିଆଡେ ଖାଲି ପଛମାନ ଶବ, ଶବ ଉପରେ ଶବ। ଆରେ ମୋ ପୁଅ ମାନେ ଭିତରେ ଗଲେ କୁଆଡେ? ପୁଅ କଥା ବୋଲି ଭୋକ କରୁଛି, ପେଟ କଥା ଚିନ୍ତା କଲି। ଇଏ କୋଳି ଗଛଟାଏ ଥିଲା, କୋଳି ଗଛ। ଆଚ୍ଛା ଗାନ୍ଧାରୀ ତ ଅନ୍ଧପଟିକା ବାନ୍ଧିଥିଲେ, କୋଳି ଗଛଟା କେମିତି ଲକ୍ଷ୍ୟ କଲେ? ସେଇଟା ଯୋଉ ନ୍ୟାୟଟା ସେଠି, ଏ ନ୍ୟାୟଟା ଏଠି। କାରଣ କୃଷ୍ଣଙ୍କର ମାୟା ହୋଇ ନେଇ ପାଏ। ତାପରେ ଆମର ମେହେର କହିଲେ ସାମାନ୍ୟ ନୁହେଁ ପତି ପ୍ରଥା ମହିମା ରହି ନପାରେ ତହି କାହା ଗାଇ। ଅନେକ ଦିନର ବଦ୍ଧ ଆଖିର ଯୋଉ ଶକ୍ତିଟା, ତେଜଟା ଏତେ ପ୍ରଖର, କୃଷ୍ଣଙ୍କର ଯୋଉ ଆଧ୍ୟାତ୍ମିକ ଆଶୀର୍ବାଦ ଶକ୍ତିରେ ତାଙ୍କୁ ଗୋଟେ ଦିବ୍ୟ ଦୃଷ୍ଟି ଦେଖା, ତାକୁ ଦିବ୍ୟ ଦୃଷ୍ଟି କୁହାଯିବ। ଏ ଜାଗତିକ ଦୃଷ୍ଟି ନୁହେଁ। କୋଳି ଗଛଟା ଦେଖି ସାରିଲା ପରେ ସେ ଧାଇଁ ଗଲେ କୋଳି ଗଛ ପାଖକୁ, କିନ୍ତୁ ତାରି ତଳେ ଶତ କୌରବ ମାନେ ଶବ ପଡିଛି। ତେଣୁ ପୁଅ ମାନଙ୍କ ଶବ ଉପରେ ଚଢି କୋଳି ଗଛକୁ ଯେତେବେଳେ ହାତ ବଢାନ୍ତି କୋଳିଟା ଉପରେ ଅଛି, ଖାଲି ଡେଇଁଲେ କୁଦିଲେ, ଡେଇଁଲେ କୁଦିଲେ। ଅର୍ଥାତ୍
କୋଳି ପାଖକୁ ହାତ ଯାଉଛି ଯାଉନି। କୃଷ୍ଣ ଆସ୍ତେ ଆସ୍ତେ ଆସିଗଲେ, ମା ତଳକୁ ଟିକେ ଚାହିଁଲ ନା କଣ ପୁଅ? ନା ତମରି ପୁଅକୁ ଖୋଜୁଥିଲ ଟି? ନା ହଁ। ନା ତମ ପୁଅ ମାନଙ୍କ ଶବ ଉପରେ ତମେ କଣ କୁଦା ମାରୁଛ? ସେତିକି ବେଳେ ଅଭିଶାପ ଦେଲେ ଗାନ୍ଧାରୀ। ଶେଷରେ ତ ମତେ ଲୋକ ହତ୍ୟା କରିଦେଲୁ, ଶେଷରେ ମୋ ପୁଅ ମାନଙ୍କ ଶବ ଉପରେ ତ ନଚାଇ ଦେଲୁ ମତେ। କ୍ଷୁଧାଟା ଅବସ୍ମାତ ତୋରି ଦ୍ୱାରା ସୃଷ୍ଟି ହେଇଛି। ହେଲା ମୁଁ ଅଭିଶାପ ଦଉଛି, ମୁଁ ଯେମିତି ମୋରି ଆଗରେ ମୋ ପୁଅ ମାନଙ୍କ ମଲା ଶବ ଦେଖୁଛି, ମୁଁ ଅଭିଶାପ ତୁ ତୋ ପୁଅ ମାନଙ୍କ ମଲା ଶବ ଦେଖିକି ମରି। ଆଜ୍ଞା ଥରେ ଅଭିଶାପ ଦେଇ ସାରିକି ଦଣ୍ଡ ଦିଆ ସରିଛି, ଆଉ କାହିଁକି ସେ କହିବେ ଯେ ମୋ ପୁଅ ମାନଙ୍କୁ ମାରିଦେଲା, ତମେ ବିଚାର କର। ଆଜ୍ଞା ଇଏ ଗାନ୍ଧାରୀ କଥା ବାପା, ଏ ତ କୃଷ୍ଣଙ୍କର ଲୀଳା, ତା ଲୀଳାକୁ କିଏ ବସି ଯିବ? ଏ ଦୁନିଆଟା ଖେଳ ଘର, ଏ ଦୁନିଆଟା ଖେଳ ଘର, ସେ ଖେଳୁଆଳ ତାଠାରୁ ବଡ ଖେଳାଳି କିଏ ଅଛି? ତାଠାରୁ ବଡ ଖେଳାଳି କିଏ ଅଛି? ଇଏ ଦୁନିଆଟା ଖେଳ ଘର, ସେ ଖେଳୁଆଳ କାନୁ ଖେଳାଳି ବିଷୟରେ ନାହିଁ ରେ। ନା କଣ ଛକା ଛକା ସେ ବାଡଉଛି? ତେନ୍ଦୁଲକର 7 ଦିନର ଛୁଆ କୋଉଠି ଖେଳିଲେ? ନାଳ ଛାଡି ନଥିବ ସେ ଖେଳିବ କଣ? ତେନ୍ଦୁଲକର ଖେଳିଛି 7 ଦିନରେ? ନାଇଁ ତ। ନା ବିରାଟ କୋହଲି ଖେଳିଛି? ନା ସିଏ ଖେଳିଛି 7 ଦିନ। କାହା ସାଙ୍ଗରେ? ତ ନା ସଙ୍ଗେ ଖେଳିଲା ସୁତନା ସହିତ ଖେଳିଛି। 7 ଦିନ ଛୁଆ ହେଇଛି, 7 ବର୍ଷରେ ଖେଳିଛି। ଇନ୍ଦ୍ର ସଙ୍ଗେ ଖେଳିଲା ଦେଖି ମନ୍ଦ କଳା କାନି ସଜ୍ଜନ ମଣ୍ଡଳୀ ମୋର ଗାନ୍ଧାରୀ ବିଚାରା ଗଲା। ଗାନ୍ଧାରୀ ଦଣ୍ଡ ଦେଇ ସାରିଛି କୃଷ୍ଣ, ଆଉ ଦଣ୍ଡ ତମର ଅଭିପ୍ରାୟ କିଛି ନାହିଁ। ଅଭିପ୍ରାୟ ନାହିଁ। ସୁଭଦ୍ରା ଅଭିମନ୍ୟୁ ମରିଛି ବୋଲି ଆଜି କୃଷ୍ଣକୁ ଦାୟୀ କରି ଆଜି ବଳରାମ ଭାଇ ପାଖରେ ଅଭିଯୋଗ କରିଛି, ମୁଁ କୃଷ୍ଣ ପାଇଁ ମୋ ପୁଅ ମଲା ହେଇଗଲା। ଆଜ୍ଞା ଏ ଅଭିଯୋଗ ମଧ୍ୟ ଅର୍ଜୁନ କରିଥିଲେ। ଅର୍ଜୁନ ଯେତେବେଳେ କରିଥିଲେ, ଅର୍ଜୁନକୁ ସାଙ୍ଗରେ ଧରି ଚନ୍ଦ୍ରଲୋକକୁ ଗମନ କଲେ କୃଷ୍ଣ। କହିଲେ ତମ ପୁଅକୁ ଦେଖିବ, ଚାଲ ଅଭିମନ୍ୟୁକୁ ବର୍ତ୍ତମାନ ଫେରି ଆଣିବେ ତମ ପାଖକୁ। ଅଭିମନ୍ୟୁ ଥିଲେ ଅଭିଶପ୍ତ ଚନ୍ଦ୍ର, କାରଣ ଆପଣଙ୍କ ଦକ୍ଷିଣଙ୍କର 27 କନ୍ୟା ରୋହିଣୀ ପାଖରେ ଚନ୍ଦ୍ର ସଦାବେଳ ପାଇଁ ରହିଲେ। ଅନ୍ୟ 26 କନ୍ୟା ଯେତେବେଳେ ଦକ୍ଷଙ୍କ ପାଖରେ ଅଭିଯୋଗ କଲେ, ଦକ୍ଷ ଅଭିଶାପ ଦେଲେ। କଣ କହିଲେ? ତମେ ଗୋଟିଏ କନ୍ୟା ପ୍ରତି ଆକୃଷ୍ଟ ହେଇ ଅନ୍ୟ କନ୍ୟା ମାନଙ୍କ ପ୍ରତି ଅନ୍ତର୍ମାନ୍ତର ନୀତି କରୁଛ, ତେଣୁ ତମେ ମାନବ ରୂପରେ ଜନ୍ମ ଗ୍ରହଣ କର। ନା କଣ? ନା ତାପର ଯୁଗରେ ତମେ ମଣିଷ ହେଇକି ଜନ୍ମ ହବ। ଚନ୍ଦ୍ର ବୁଝିପାରିଲେ, ଶ୍ୱଶୁର ପାଦ ଧରି କାଟିଦେଲେ। କହିଲେ ଠିକ ଅଛି, ତାହେଲେ ତମ ଅଭିଶାପ କାଟି ଦଉଛି। ତମେ ମାତ୍ର 14 ବର୍ଷ ପାଇବ। ନା ଶ୍ୱଶୁରେ 14 ବର୍ଷ ଗୋଟିଏ ଦିନ ଗୋଟିଏ ଗଲା ଅଧିକା ହୁଏ, ତାହେଲେ ମୁଁ ବିଶ୍ୱ ରଖିବିନି। ଦରକାର ପଡେ କୃଷ୍ଣ ଅର୍ଜୁନକୁ ମଧ୍ୟ ବଧ କରି ମୁଁ ପୁଣି ଚନ୍ଦ୍ରଲୋକ ପଳେଇ ଆସିବି। ଯେତେବେଳେ ଅର୍ଜୁନ କାନ୍ଦିଲେ, ସୁଭଦ୍ରା କାନ୍ଦିଲେ, କୃଷ୍ଣ କହିଲେ ଅର୍ଜୁନ ସଖା, ଯଦି ତମେ ପୁଅକୁ ଚାହ ଆସ, ତମ ପୁଅକୁ ନେଇ ଆସିବ। ଅର୍ଜୁନକୁ ଧରି
মহাভারতের ଅଛି মা ইয়ে চন্দ্রলোক গতি করলে আজ অর্জুনের এই চন্দ্রলোকরে পৌঁছলে আজ অভিশপ্ত চন্দ্র অভিমন্যু ঠিক সেই রূপ ঠিক সেই চেহারা ঠিক সেই আকৃতি অভিমন্যু রূপ চন্দ্র একে বসিଛନ୍ତି 27 কন্যা 27 এর চারি পাঁচের অଛନ୍ତି কৃষ্ণ ডাকিলে অর্জুন সখা তম পুଅ বইছি যাও ডাক অর্জুন ডাকিলে অভি 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 আরে বাপা মো তো বাপা সেতে অর্জুন সেতে মা কাঁদুଛି সুভদ্রা আ ফেরিয়া বাপা চন্দ্র অনিলে করে তু কোন অর্জুন কিরে মানে আরে সে ছাগেরে কি আসি সে কো কৃষ্ণ কিরে এরে কো মা কাঁদেরা আরে কি ওছরা বড় থামাই বিরা করতে চন্দ্র লোক অর্জুনଙ୍କର মুহ ভাঙিবা পাই কৃষ্ণ নিজে অভিশপ্ত চন্দ্র পাখে পেট করে দিয়েଥିଲେ অর্জুন বুঝে পারলে বলে সখা প্রকৃতির এই দুনিয়াটা কি কাহার নয় এই দুনিয়া রঙ্গমঞ্চ সর্বে অভিনেতা এই দুনিয়া রঙ্গমঞ্চ দুনিয়াটা হচ্ছে মঞ্চ এই দুনিয়ার রঙ্গমঞ্চরে কে মা রং করছে কে বাপা রং করছে কে ঝিও রং করছে কে পুଅ রং করছে every man and woman merely players world game stage शेक्सपियर तेणु ये विश्व स्टेज प्रत्येक मनुष्य प्रत्येक मानव मानव गोटे अभिनेता गोटे अभिनेत्री अर्जुन मोह भग्न है शेष मंत्र सुभद्रा अरे से आम पुओ नुहे सी पुओ नुह सी चंद्र केते कांदिली अभिरा से आसिला मो प्रभुंकर टिके दोष नहीं से पूरा निजे अर्जुन निजे स्वामी सुभद्रा के निजर कथा कहते आ सुभद्रा कहीं अभियोग करेंगे निज भाई कृष्ण विपक्ष এটা সুগম্ভীর পরে প্রথম শেষ কথা রহিলা বেলাবাড়ি কথা তেণু সেই প্রসঙ্গ উপরକୁ ଯିବି আজি যুদ্ধটা সরিছে মহাভারত যুদ্ধ সরিছে প্রথম দিনর সেনাপতি যুদ্ধ কেতে দিন হইছিল আজ্ঞা 17 दिन हुई 17 दिन हुई अच्छा एक शारदा करता सूत्र मुनि शारदा शंकर ओडिया भक्त ओडिया महाभारत रे 17 दिन हुई आम ओडिया पर बाकी अछि आम कଳି युग पाई से ओडिकटा केते दिन हबा के विज्ञान कल्प मारिका से ओडिक 13 मास तहु भोग हेबो मालिका साहित्य कहूँ से जो महाभारत जोड़िक युद्धटा आम कଳି युग पाई 13 मास किंतु महाभारत युद्ध 18 उच्छल सैन्य लड़ी किंतु ये जो युद्धटा आम अवशिष्ट जोड़िक युद्ध ये कौ युद्ध हम क्षेपणास्त्र युद्ध आज्ञा ना नहीं विश्व युद्ध भयंकर युद्ध भयंकर युद्ध कौन जानते क्या जेमती महाभारत युद्ध रे बापा पुओ को चिन्ह पारला भाई भाई के चिन्ह पारला गुरु शिष्य को चिन्ह पारला से युद्ध अपन घर घर होची निर्वाचन जो निर्वाचन आसिले इलेक्शन आसिले स्वामी गोटे आड़े भोट दौथ स्त्री गोटे आड़े भोट अलग पार्टी भी रोच हाँ भाई एपटे अन्य भाई सेपटे तेणु भारत वर्ष जो शेष युद्धटा मन रखु
ହଉଛି ନିର୍ବାଚନ ଯୁଦ୍ଧ। 18 ଛଡ଼ି ଲଢ଼ିଥିଲେ ସେ ଇଲେକ୍ସନ ଯୁଦ୍ଧରେ 18 ଦଳ ଲଢ଼ିବେ ଆଉ ତେଣିକି ଇଲେକ୍ସନ ହବାର ନାହିଁ। ଶେଷ ଇଲେକ୍ସନ ଯୁଦ୍ଧ ସେ 18 ଦଳ କିଏ ଆସନ୍ତୁ ଅଚ୍ୟୁତାନନ୍ଦଙ୍କ ମାଳିକା ରାଜନୀତି ମାଳିକା ଭିତରେ ବି ଅଛି ବୋଲେ ଶଙ୍ଖ ଚକ୍ର ଗଲା ପଦ୍ମ ହସ୍ତ ଆଗି ମୂଳ ପପିଆକୁ ଲାଗି କରିବେ ଭଜନ। ମହାଭାରତ ଯୁଦ୍ଧ କିନ୍ତୁ 18 ଦଳ ହବନି ଇଲେକ୍ସନ ଯୁଦ୍ଧ ଶେଷ ଇଲେକ୍ସନ ଯୁଦ୍ଧ 18 ଦଳ କିଏ 18 ଦଳ ଶଙ୍ଖ ଚକ୍ର ଗଦା ପଦ୍ମ ହସ୍ତ ଇଏ ହଉଛି 5ଟି ମୁଖ୍ୟ ଦଳ। ଆପଣ ଜାଣିପାରୁଥିବେ ଶଙ୍ଖ ବିଜେଡି ବାଣ ସବୁ ଅଛି ସାର୍। ହଁ ଶଙ୍ଖ चक्र बिहार का सेक्युलर जनता पार्टी पद्म बीजेपी गदा हप आरएसएस वाला बजरंगी दल से माने गदा चिन्ह जो दिन अपन गदा चिन्ह रे मोहर मारिबे जानिबे जे गदा बार समय हमरा सिला गदा चिन्ह आसु बुली आसु छडो हस्त कांग्रेस ये 5टी मुख्य दल से दल शब्द पंचदश शताब्दी नथिला ये दल लेखिले 13 टोपिया को घेनी करिबे बंद टोपिया को दला से तो भाषा से आए तत्कालीन भाषा टोपिया टोपिया तो दल 13 टोपिया 13 होची शाखा दल मुख्य होची 5 दल 18 केते हेले 18 किंतु केही संख्या गरिष्ठता हासिल करि परिबे मिलित मंत्रिमंडल तैयारी से मिलित मंत्रिमंडल रे जो भारत वर्ष प्रधानमंत्री जे शेष प्रधानमंत्री आउ तापर प्रधानमंत्री नाही से प्रधानमंत्री किए ओरे भीम कोई 11 कवि संत साहित्य पद्मकल्प मालिका बोले प्रधानमंत्री सौक्षरे होइबो भारते लागिबो प्रधानमंत्री सौक्षरे होइबो भारते लागिबो गळ बापा माने मां माने मन रखते गया जेते बेला कोन जानिबे आप भारत वर्षर प्रधानमंत्री कोन होकरे बस आपण छाते हाथ दे निश्चित कहिबे विश्व युद्ध निश्चित हो बोलो भूमिकंप भारत वर्ष रे समुद्र उठिबो लरहिबो थळ कूळ आ इलेक्शन कोन आगु काम खत्म अरे अपारे से ओडिक युद्धटा ए 13 मास भीतर हो किंतु आया संस्कृत मूल महाभारत दिन खोलिबा 17 दिन ओडिया नहीं 18 दिन मो श्लोकटा बुझी आप हिसाब कले पूर्व पांडवर मध्य हे तो भाषण हो मैं 10 विश्व भारत राज्य पंचम हो दिन कोयन करने हो अर्थकम सल्लम तथा हो बदा युद्ध हो ये भारत युद्ध बुझियो हिसाब आपणकर गुरु पांडव भितर जो युद्ध है दिनानी 10 भीष्म भीष्म 10 दिन सेनापति 10
ଭାରଦ୍ୱାଜର ପଞ୍ଚମ ମାନେ ଭାରଦ୍ୱାଜ କହିଲେ ଭରଦ୍ୱାଜ ବଂଶର ତୃଣ ତୃଣକର 5 ଦିନ 15 ଦିନ ହେଇଗଲା ଦିନ 2 କର୍ଣ୍ଣେନ କର୍ଣ୍ଣ 2 ଦିନ କର୍ଣ୍ଣ ହେଲେ 2 ଦିନ 15 ଦିନ 17 ଦିନାର୍ଥ କମ ଶଲ୍ୟମ କଥା ଅର୍ଧ ଦିନ ପାଇଁ ଶଲ୍ୟ ସେନାପତି ହେଲେ 17 ଦିନ ବଳି ହେଇଗଲା ତାପରେ ଅଛି ଯୁଦ୍ଧ ତଦନାନ୍ତର ଗଲା ଯୁଦ୍ଧ ଭାରତ ଯୁଦ୍ଧ ମୁଚ୍ୟତେ ଭୀମ ଦୁର୍ଯ୍ୟୋଧନ ଭିତରେ ତାପରେ ହେଇଛି ମହାଯୁଦ୍ଧ ସୂର୍ଯ୍ୟାସ୍ତ ବେଳକୁ ଭୀମ ଦୁର୍ଯ୍ୟୋଧନ ଜାନୁରେ ଗଦା ପ୍ରହାର କଲା ତଥାପି ଯୁଦ୍ଧ ସରିଲା ସେତେବେଳେ ରାତିରେ ବି ଯୁଦ୍ଧ ହେଇଛି ତା ସହିତ ଅଶ୍ୱସ୍ତମା ରାତିରେ ଯୁଦ୍ଧ କଲା ଦୃଷ୍ଟଦ୍ୟୁମ୍ନକୁ ମାରିଲା ଦ୍ରୌପଦୀର ପଞ୍ଚପୁତ୍ରକୁ ମାରିଲା ଏବଂ ଯୁଧିଷ୍ଠିରଙ୍କ ବଳକୁ ଜହୁର ଦ୍ରୋଣୀଶ ଦ୍ରୋଣୀ ଉତ୍ତମା ଯୁଧିଷ୍ଠିର ଅବଶିଷ୍ଟ ବଞ୍ଚିଥିବା ବଳକୁ ହତ୍ୟା କରି ନିଜର ମାମୁ କୃପାଚାର୍ଯ୍ୟ ସହିତ ଅର୍ଥାତ୍ ଅହରାତ୍ର 18 ଦିନ ସମ୍ପୂର୍ଣ୍ଣ ହେଇଗଲା ଦେଖନ୍ତୁ ଆଜ୍ଞା ସେ 18 ଦିନ ଯୁଦ୍ଧରେ ସମସ୍ତେ ମରିଗଲେ ଆପଣ ଖିଆଲ ରଖିବେ ଆଉ ଗୋଟେ କଥା ବାକି ଅଛି ବେଳାବେଳି କଥା ତାପରେ ବାପା ସମସ୍ତେ ମରିଗଲା ପରେ ଜଣେ କିନ୍ତୁ ବଞ୍ଚିଛି କୁରୁକୁଳର ଶେଷ ଦୀପଶିଖା ସିଏ ଚାଲିଗଲେ କୁରୁକୁଳ ଦୀପଶିଖା ସମସ୍ତ ସେ କିଏ କୃଷ୍ଣ କୁରୁବଂଶ ଯୋଉଠୁ ଆରମ୍ଭ ହେଲା ଚନ୍ଦ୍ରଙ୍କ ପୁଅ ଚନ୍ଦ୍ରଙ୍କ ଠାରୁ କୁରୁବଂଶ ଆରମ୍ଭ ଚନ୍ଦ୍ରଙ୍କ ପୁଅ ହେଲେ ବୁଧ ତାଙ୍କ ପୁଅ ବୁଧଙ୍କ ପୁଅ ହେଲେ ପୂର୍ଣ୍ଣବା ତାଙ୍କ ପୁଅ ବଂଶର ହିଷ୍ଟ୍ରି କହୁଛେ ପୂର୍ଣ୍ଣବାଙ୍କ ପୁଅ ହେଲେ ଆୟୁ ତାଙ୍କ ପୁଅ ଆୟୁଙ୍କ ପୁଅ ହେଲେ ନହୁଷଙ୍କ ପୁଅ ହେଲେ ଯଜାତି ତାଙ୍କ ପୁଅ ଯଜାତିଙ୍କର 5 ପୁଅ ଆଜ୍ଞା ଦେବଦାନୀଙ୍କ ପାଖରୁ 3 ଚତୁର୍ଥ ସୁବର୍ଣ୍ଣ ଏବଂ ଆପଣଙ୍କର ପୁରୁ ଶର୍ମିଷ୍ଠା ପୁରୁର ପୂର୍ବବଂଶ ଆସିଲା ପୁରୁର ପୁଅ ଅନୁପମ ପୁଅ ସମୀର ତାଙ୍କ ପୁଅ ସମୀର ପୁଅ ଦୁଷ୍ମନ୍ତ ତାଙ୍କ ପୁଅ ଦୁଷ୍ମନ୍ତଙ୍କ ପୁଅ ଭରତ ତାଙ୍କ ପୁଅ ଭରତ ପୁଅ ଭାନୁ ତାଙ୍କ ପୁଅ ଭାନୁଙ୍କ ପୁଅ ଭୁମନ ତାଙ୍କ ପୁଅ ଭୁମନ ପୁଅ ହସ୍ତି ତାଙ୍କ ପୁଅ ହସ୍ତିଙ୍କ ପୁଅ ପୃଥୁ ତାଙ୍କ ପୁଅ ପୃଥୁଙ୍କ ପୁଅ ଅଜବୀର ତାଙ୍କ ପୁଅ ଅଜବୀରଙ୍କ ପୁଅ ସମ୍ବର ତାଙ୍କ ପୁଅ ସମ୍ବରଙ୍କ ପୁଅ କୁରୁ ତାଙ୍କ ପୁଅ କୁରୁଙ୍କ ପୁଅ ପ୍ରତୀପ ତାଙ୍କ ପୁଅ ପ୍ରତୀପଙ୍କ ପୁଅ ଶାନ୍ତନ ତାଙ୍କ ପୁଅ ଶାନ୍ତନଙ୍କ ପୁଅ ବିଷ୍ଣୁ ଆଜ୍ଞା ଆଜ୍ଞା ପାଲା ଗାଈ କହିଲେ ପୁରା ନ ପଡିଲେ ପାଲା ତେଣୁ ଆଜ୍ଞା ଆମର ତ ବିଦ୍ୟା ସିଏ ଆଉ ଯାକେ ବିଦ୍ୟା ତାକେ ଆମେ ତ ବସିବୁ ଭୁଲ ଗାଈ କହିଲେ ତେଣୁ ଏଉଠୁ ଆପଣଙ୍କର କୁରୁବଂଶ ଏଇଠି ଦେବବ୍ରତ ଭୀଷ୍ମ ପାଖରେ ସରିଛି ଭୀଷ୍ମ ଗୋଟେ ଉପାଧି ପ୍ରକୃତ ନା କର୍ଣ୍ଣ ଗୋଟେ ଉପାଧି ପ୍ରକୃତ ନା ରହ ଏ ଯୋଉ ଭୀଷ୍ମ ଶେଷରେ ବଞ୍ଚିଛନ୍ତି ସରଶଯ୍ୟାରେ ଶୋଇଛନ୍ତି ଭାବୁଛନ୍ତି ଏ ଯୁଦ୍ଧ ଯଦି ହେଇଥାଏ ଏ ଯୁଦ୍ଧ ପାଇଁ ଦାୟୀ କିଏ ଦାୟୀ ତାଙ୍କରି ବିଷୟକୁ ଟଚ୍ କରିକି ଯାଉଛି ସେ ଆଉ ଗୋଟେ ପ୍ରଶ୍ନ ଆପଣଙ୍କ ପାଇଁ ରଖିଛନ୍ତି ଭୀଷ୍ମ ସର୍ପକୁ ଦୟା କଲେ କିନ୍ତୁ ମୃଗ ବିହାର କରିବାକୁ ଯାଉଥିଲେ ମୃଗକୁ ମାରିବାକୁ ମୃଗ ଜୀବ ନୁହେଁ କି ସେଇଟା ପଚାରୁଥିଲେ ଜୀବ ଦୟା କରିବା କଥା ସର୍ପକୁ ଦୟା କଲେ ରାସ୍ତାରେ କିନ୍ତୁ ମୃଗ ବିହାର କରିବାକୁ ଯାଉଥିଲେ ଶିକାର କରିବାକୁ ଯାଉଥିଲେ ମୃଗ ବି ତ ଜୀବକୁ ଦୟା ପ୍ରଶ୍ନ ମନେ ପକେଇଦେଲେ ପୁରା ସମୟଟା କେମିତି କଟିଯିବ ଆଚ୍ଛା ମୃଗ ବି ଜୀବ ସୁନ୍ଦର ସୁନ୍ଦର ଆଚ୍ଛା 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 ଆପଣଙ୍କର କ୍ଷତ୍ରିୟ ମୃଗୟା କହିଲେ ଆଜ୍ଞା ନୃସିଂହ ପୁରାଣ କପିଲେ ପୀତାମ୍ବର ଦାସ করে অরণ্যে মৃগ সুন্দর ব্যাঘ্রাদি ভারি ব্যাঘ্রাদি ভারি ব্যাঘ্রাদি ভারি আপনে হাবস এবে বিচারি
ମାନସ ମାତଲତି ମାନେ ଚଣ୍ଡ କୌଶିକରେ ଆର୍ଯ୍ୟ ଥିବୀଶ୍ୱର କହିଲେ ରାଜା ସଦାବେଳେ କାର୍ଯ୍ୟବ୍ୟସ୍ତ ମୁଣ୍ଡରେ କେତେ ରାଜ୍ୟର ଇଏ ବୋଝଟା ଗୋଟେ ଲାଘବ କରିବା ପାଇଁ ବନ ପ୍ରଦେଶରେ ସେ ଶିକାର ଏବଂ ସମରକୁ ଅଭ୍ୟାସ ରଖେ ସଦାବେଳେ ସେ ଯୁଦ୍ଧ କରୁଛି ତେଣୁ ଚଳନ୍ତା ମୃଗ ଉପରେ ଉଡ଼ନ୍ତା ପକ୍ଷୀ ଉପରେ ଏବଂ ଉଡ଼ନ୍ତା ମାଛ ଉପରେ ସେ ତୀର ପ୍ରହାର ତୀର ଚାଳନା ଶକ୍ତିଟା ସେ ହାସଲ କରେ। ଦ୍ୱିତୀୟ ରାଜାର ଧର୍ମ ହଉଛି ସମାଜର ଉପକାର କରିବା। ଏଇଠି ନୃସିଂହ ପୁରାଣ କହିଲା କାହାକୁ ମାରିବ ନା ଅରଣ୍ୟ ମୃଗ ଶୁକର ବ୍ୟାଘ୍ର ଆଦି ମାରିବ। ରାଜା କ୍ଷତ୍ରିୟ ମୃଗକୁ ମାରିବ କାହିଁକି ମୃଗ କୃଷକ ମାନଙ୍କର ଫସଲ ନଷ୍ଟ କରେ। ରାଜା ମୃଗକୁ ମାରିଲେ କୃଷକ ମାନଙ୍କ ଫସଲ ରକ୍ଷା ହବ ହେଲା। ଶୁକର ମାନେ ଯୋଉ ବାରା ସିଏ ବି ଫସଲ ନଷ୍ଟ କରେ ଆଜ୍ଞା। ତେଣୁ କୃଷକ କୂଳକୁ ବଞ୍ଚେଇବା ପାଇଁ ରାଜା ଏମାନଙ୍କୁ ମାରିବ। ବ୍ୟାଘ୍ର ବାଘକୁ ମାରିବ। ରାଜା କାହିଁକି ବ୍ୟାଘ୍ର ମାରିବ ନା ଯୋଉ ବ୍ୟାଘ୍ରଟା ଆଦାମ ଖୋର ମଣିଷକୁ ଥରେ ଖାଇଛି ତା ସେ ଜଙ୍ଗଲ ଜୀବ ଆଉ ଖାଇବ ସେ ମଣିଷ ଖୋଜିକି ମାରିବ। ତେଣୁ ପ୍ରଜା ମାନଙ୍କୁ ବଞ୍ଚେଇବା ପାଇଁ ମଣିଷକୁ ବଞ୍ଚେଇବା ପାଇଁ ରାଜା ବ୍ୟାଘ୍ର ଶିକାର କରେ। ଯୋଉ ବ୍ୟାଘ୍ରଟା ଆଦାମ ଖୋର ମଣିଷ ଖିଆ ବାଘ। ତେଣୁ ଆପଣଙ୍କର ଟୀକା ମହାଭାରତରେ ଜଗନ୍ନାଥ ଦାସ କହିଲେ ଜାତିରେ କ୍ଷତ୍ରିୟରେ ପୁହି ଦୟା କଲେ ଜାତିରେ କ୍ଷତ୍ରିୟରେ ପୁହି ଦୁର୍ଗୟା କଲେ ଦୋଷ। ଆଚ୍ଛା ଏମିତି ଯଦି ଆମ ରାମଚରିତ ମାନସ ଦେଖିବି ରାମ ବି ମୃଗୟା କରିଛନ୍ତି ଆଜ୍ଞା। କୃଷ୍ଣ କିନ୍ତୁ ମୃଗୟା କରିନା। କୃଷ୍ଣ ଗୋପାଳ ଘରେ ବଢିଲେ। ରାମ କ୍ଷତ୍ରିୟ ଅନୁଜ ସଖା ସଙ୍ଗ ପ୍ରଭୁଲେ ସଙ୍ଗ ରାମଚନ୍ଦ୍ର ରାମ ଠାକୁରେ ଆପନ ମୃଗ ମାରିବାକୁ ଯାଉଥିଲେ ପଥକୁ ସାରେ ମଣିଷ ଭିତରେ ପାପି ଆମେ କହୁ ଏ ଲୋକଟା ଭାରି ବଡ ପାପିଟେ ଏ ଲୋକଟା ଭଲ ଧର୍ମାତ୍ମା ପୁଣ୍ୟବାନ। ପଶୁ ତ ଗୋଟିଏ ଜାତି ତା ଭିତରେ ପାପି ପୁଣ୍ୟବାନ କିଏ ଅଛି କି ନା? ପଶୁ ଧର୍ମ ତ ଗୋଟେ କିନ୍ତୁ ତୁଳସୀ କହିଲେ ପାପନ ମୃଗ ବୋଧିକି ଯାଏ ମାନେ ରାମଚନ୍ଦ୍ର ପାପନ ମୃଗ ଖୋଜି ଖୋଜି ମାରୁଥିଲେ। କିଏ କଣ ମାଂସ ଆଉ ରାମଚନ୍ଦ୍ର ମାଂସ କରୁଥିଲେ ପ୍ରଭାତ ତମେ ଯେମିତି ପ୍ରଶ୍ନ ପଚାରିଲ ମୁଁ ତମରି ପ୍ରଶ୍ନକୁ ତମ ଉପରେ ଥଉଛି ଇଏ ପାପନ ମୃଗ କଣ? तुम्हें इंग्लिश मीडियम रामचंद्र पापन मृग कौन भाई काली उत्तर दब जेबी मते थई पचार शब्द न कहि पारि मोर शेष थाक अछि
ମୋ ପ୍ରଶ୍ନ ବି ମନେ ରଖିବେ, କାରଣ ମୁଁ ନ ଜାଣିକି ପଚାରୁଥିବି ନାହିଁ, ମୁଁ ଜାଣିଛି ଆପଣ ମତେ ପଚାରିବେ ମୁଁ ଉତ୍ତର ଦେବି, ଠିକ୍ କିନ୍ତୁ ସିଏ ତାକୁ ପଚାର ଉତ୍ତର ଦେଇପାରୁଛନ୍ତି କି ନାହିଁ? ପଚାରିବୁ ନା ହଁ? ପଚାରିବା ଏସବୁ ଗୋଟେ ଗୋଟେ ଚାପି ବାପାର ମୁଁ ଯୋଉ ପ୍ରଶ୍ନ ପଚାରିବି ମୁଁ ଚ୍ୟାଲେଞ୍ଜ ଦେଇ କହୁଛି, ମୁଁ ପ୍ରଶ୍ନ ପଚାରିଲେ ଓଡ଼ିଶାର କୌଣସି ଗାୟକ ନା ଉତ୍ତର ଦେବେ। That is correct. Not cooking. କାଲି ସେ ଉତ୍ତର ଦେବେ আচ্ছা হোক, এখন ক্লিয়ার যে ক্ষেত্রীয় স্বীকার করি ভীষ্ম কোটি মৃগয়া কোটি করি না মহাভারতের দেখিবি কোটি মৃগয়া করে স্বীকার করে ভীষ্ম যায় না, কিন্তু সে তাকে মনে কইলে যে ভীষ্ম স্বীকার করে হোক ହେଲା ତେଣୁ କ୍ଷେତ୍ରୀୟ ଏଇପାରି ଥାଏ, କିନ୍ତୁ ତାଙ୍କର କୌଣସି ଲିଷ୍ଟ ମୁଁ ମହାଭାରତ ଟୋଟାଲି ପଢିଛି, ଆପଣ ପଢିଥିବେ ଆଜ୍ଞା ମୂର୍ତ୍ତି ଆପଣ କରିଛନ୍ତି ନାଇଁ ତାର ଏକ୍ଜାମ୍ପଲ ବହି ବି ଦେଇନାହାନ୍ତି, ବହି ବି କହିନାହାନ୍ତି। ଛାଡ଼ ଛାଡ଼ ତାହେଲେ ଭୀଷ୍ମ ସରସ୍ୱତୀରେ ଶୋଇଛନ୍ତି, ଚିନ୍ତା କରୁଛନ୍ତି ମହାଭାରତ ଯୁଦ୍ଧ ଯଦି ହେଇଥାଏ, ଯଦି ମୋରି ଆଗରେ ମୋରି ବଂଶର ପିଲାମାନେ ଗୋଟିଏ ଗୋଟିଏ ଟଳି ପଡ଼ିଥାନ୍ତି, ଆଜି ମୋରି ଆଗରେ ଲକ୍ଷ ଲକ୍ଷ ନର ସଂହାର ହେଇଥାଏ, ମୋରି ଆଗରେ ରକ୍ତର ସ୍ରୋତ ସିନେ ଯଦି ବହି ଯାଇଥାଏ, ତା ପାଇଁ ଦାୟୀ କି? ତା ପାଇଁ ଦାୟୀ ହେଉଛି କୃଷ୍ଣ, ତା ପାଇଁ ଦାୟୀ 4 ଜଣ କୃଷ୍ଣ। 4 ଜଣ କୃଷ୍ଣ ମହାଭାରତରେ ଗୋଟିଏ କୃଷ୍ଣ ନୁହେଁ, ମହାଭାରତରେ 4 ଜଣ କୃଷ୍ଣ। କିଏ କିଏ 4ଟା କୃଷ୍ଣ? ପ୍ରଥମ କୃଷ୍ଣ ହଉଛନ୍ତି କାନୀନ କୃଷ୍ଣ, ଦ୍ୱିତୀୟ କୃଷ୍ଣ ହଉଛନ୍ତି ଦିଦି କୃଷ୍ଣ, ତୃତୀୟ କୃଷ୍ଣ ହଉଛନ୍ତି ସ୍ତ୍ରୀଲିଙ୍ଗୀ କୃଷ୍ଣ ଦ୍ରୌପଦୀ, ଚତୁର୍ଥ କୃଷ୍ଣ ହଉଛନ୍ତି ଚକ୍ରୀ କୃଷ୍ଣ, ये 4 କୃଷ୍ଣ ପାଇଁ ମହାଭାରତ ଯୁଦ୍ଧ ହେଇଛି। ତାହେଲେ ପ୍ରଥମ କାନୀନ କୃଷ୍ଣ କେମିତି ଦାୟୀ? କାନୀନ କୃଷ୍ଣ କାନୀନ କୃଷ୍ଣ କନ୍ୟା ଅପତ୍ୟ ସହ ସହ କାନୀନ କନ୍ୟା ଗର୍ଭରୁ ଜନ୍ମ ହେଇଥିବା ପୁଅ କାନୀନ କୁହାଯାଏ। କନ୍ୟା କୋଉ ବୟସର ଝିଅକୁ ଆମେ କନ୍ୟା କହିବା? 30-40 ବର୍ଷ ହେଇଥିବ ନା ନାଇଁ, କେତେ 15 ସହିତ ଗୋଟେ ଶ୍ଲୋକ ଆଣୁଛି, କହିଲେ ଚାପ କ୍ରୀଡ଼ତି ଗମାର କିଏ ଚାପ କ୍ରୀଡ଼ତି ମାଂସୁ হে ଚାପ ବଂଶୁ ନ ଗୁଣାତେ ଏ ତାବତ କନ୍ୟା କାଙ୍ଗିରୋ। যে পর্যন্ত আমার লক্ষ্য কর কন্যা কোন বর্ষের ঝিও, যে পর্যন্ত গোটিয়ে ঝিও দাণ্ডরে ধূলি খেল খেলুথাও এবং যাবত অংশ ন গ্রহান্তি অংশ পেট সাপ কপড়া, যে পর্যন্ত গোটিয়ে ঝিও কৌশি লুগাপটা পিঁধিয়া পেট সার্ট পিঁধিয়া আবশ্যক মনে করুন, যে পর্যন্ত গোটিয়ে ঝিও নারী পুরুষের সম্পর্ক জানিনথিব সেই বর্ষর অমূঢ়া কন্যা রজদর্শন বি করুনথিব, সেই কন্যা গর্ভ জন্ম নেইଥିବା ପୁଅ କୁହାଯାଏ କାନୀନ। ମହାଭାରତରେ ଏମିତି ଯୋଡ଼ିଏ ପୁଅ, କିଏ କିଏ? ଜଣେ ହେଲେ କର୍ଣ୍ଣ, ଆଉ ଜଣେ କର୍ଣ୍ଣ। କାହିଁକି ଭାଗବତ କହିଛି, କହିଲେ କାନୀନ ପୁତ୍ର ହେତୁ କର୍ଣ୍ଣ ମହାଭାରତରେ କାନୀନ ପୁତ୍ର ହେଇଥିବାରୁ ଆପଣଙ୍କର କର୍ଣ୍ଣ କୁହାଗଲା କର୍ଣ୍ଣ, କାନୀନ ପୁତ୍ର ହେତୁ କର୍ଣ୍ଣ। କିନ୍ତୁ ଓଡ଼ିଆ ମହାଭାରତରେ କୁହାଗଲା କର୍ଣ୍ଣ ବିଳ ଦେଇ ପୁତ୍ର ହୋଇଲା ଜନ୍ମ। କାନ ବିଳ ଦେଇକି କୁଆଡେ ପୁଅ ଜନ୍ମ ହେଲା? କାନ ବିଳରେ ଗୋଟେ ପୁଅ ଜନ୍ମ ହବ?
ଆଜ୍ଞା ଆପଣ ମୁଁ କହୁନି ଆପଣଙ୍କ ଶବ୍ଦର ମାନେ ସାଧା ସମର୍ଥନ କାନୁନ ବହି ବାହାରୁନି ଗୋଟେ ପୁଅ ଭାଇ ସୂର୍ଯ୍ୟକୁ କହିଛି ମୁଁ ଅକ୍ଷତ ଦୁଇ ହେଇ କରିବି ମୁଁ ଯେମିତି ମୋ କୁମାରିତ୍ୱ ନଷ୍ଟ ନ ହବ ସୂର୍ଯ୍ୟ କହିଲେ ତମେ କାନ ବିଳ ଦେଇକି ମୋଟେ ଦେବ କିନ୍ତୁ ଏଇଟା ଅବାସ୍ତବ ଆଜ୍ଞା ହଉ ହେଲା ଯଦି ସେ କାନ ବାଟି ପୁଅଟା ଜନ୍ମ ହେଲା ଧରନ୍ତୁ ମୋ ସାର୍ ମାନେ ଏମିତି ବିଚାର ଦଉଛି ଆପଣ ପାଲା ଭାଙ୍ଗିଯିବ ଆପଣ ରାସ୍ତାରେ ଯାଉଥିବେ ଏକାନ୍ତ ରାସ୍ତାରେ ଦେଖିବେ ଗୋଟେ ଛୁଆଟି କି ପକେଇ ଯାଇଛି ଆପଣ ତ ଛାଡ଼ି ଦେଇଯିବେ ଗୋଡ଼କୁ ନେବେ ନେଇ ସାରିଲା ପରେ ଆପଣ କହିପାରିବେ ଯେ କି ଏ ପିଲାଟା ବିବାହିତ ନାରୀଠାରୁ ଜନ୍ମ କି ଅବିବାହିତ ଝିଅଠାରୁ ଜନ୍ମ କହିପାରିବେ ଆପଣ କହିପାରିବେ ବ୍ରାହ୍ମଣ ଛୁଆ କି ହରିଜନ ଛୁଆ କି ମୁସଲିମ ଛୁଆ କି ହିନ୍ଦୁ ଛୁଆ ଆପଣ କହିପାରିବେ ଯିଏ ପାଇଲା ସିଏ କେମିତି ଜାଣିଲେ ଯେ କାନ ପେଟେ ଜନ୍ମ କଲେ କଣ କୋଉ ଜନ୍ମ ହେଲା ସିଏ କେମିତି ଜାଣିଲା ଯେ କୁମାରୀ ଝିଅଟାରୁ ଜନ୍ମ ହେଲା ତାହେଲେ ପାଇଲେ କିଏ କିଏ ପାଇଲି ଆପଣଙ୍କ ସୁତ ପୁତ୍ର ଅଧିରଥ ଏବଂ ତା ସ୍ତ୍ରୀ ରାଧା ଏବଂ ଅଧିରଥ ସେ ପିଲାର ନାମ ଦେଇଥିଲା ବସୁସେନ ତାହେଲେ କର୍ଣ୍ଣ କାହିଁକି ହେଲା ପ୍ରକୃତରେ ତାର ନିର୍ଦ୍ଦେଶ ହଉଛି ମାର ଡାକ ନାମରେ ପୁତ୍ରର ନାଟ ନାମିତ ହେଇଯାଏ ଇଏ ପୁଅର ପ୍ରକୃତ ମା ହଉଛନ୍ତି ପାଳିତ ମାତା ହଉଛନ୍ତି ରାଧା ଅଧିରଥ ରାଧା ଯମୁନାରେ ଗାଧଉଛନ୍ତି କର୍ଣ୍ଣ ନାଟା ଖାଇଗଲା ବୋଲି କହିଦଉଛି ସେତିକି ବେଳେ ମଞ୍ଜୁଷାଟା ଭାସି ଆସୁଛି ଦୂର ଯେତେବେଳେ ସଂସ୍କୃତରେ କଥାବାର୍ତ୍ତା ହଉଥିଲେ ଅଧିରଥ କହିଲା ସ୍ୱାମୀ ସ୍ୱାମୀ କହ ମାନେ କଣ କର୍ଣ୍ଣ ମାନେ ଜଳ ଏ ଜଳରେ ଭାସି ଆସୁଥିବା ଜିନିଷଟା କଣ କଣ ରାଧା ପ୍ରଥମେ କହିଲେ ଦୃଷ୍ଟି ପଡିଲା ଅଧିରଥ ସେ ପହଁରି ଗଲେ କାଠ ମଜୁଷାଟାକୁ ଆସ୍ତେ ଆସ୍ତେ କୂଳକୁ ନେଇକି ଆସିଲେ ଯେବେ ଉପର କଡଟା ଖୋଲି ଦିଅନ୍ତି କାଳେ ଏ ପିଲାର ମୁଣ୍ଡଟା ପାଣିରେ ବୁଡ଼ିଯିବ କୁନ୍ତି ମୋହ ସମ୍ଭାଳି ପାରିନାହାନ୍ତି ତା ବେକ ତଳେ ଗୋଟେ କାଠଟାଏ ଦେଇଦେଇଛନ୍ତି ମୁଣ୍ଡଟା ଅଛି ଉପର ଇଏ ମଜୁଷା ଫାଟ ଦେଇ ପାଣି ପଶୁଥିଲେ ମଧ୍ୟ ଗୋଡଟା ଭିଯାଉଛି କିନ୍ତୁ ମୁଣ୍ଡଟା ପଡୁନି ରାଧା ଆଶ୍ଚର୍ଯ୍ୟ କଣ ଡାକିଲେ ସ୍ୱାମୀ ସ୍ୱାମୀ କର୍ଣ୍ଣ ମାନେ ଜଳ କ ମାନେ ମସ୍ତକଟା ଏ ପାଣି ଉପରେ ମୁଣ୍ଡଟା ଥିବାରୁ ପିଲାଟା ବଞ୍ଚିଗଲା ନହେଲେ ମରିଯାଇଥାନ୍ତା ରାଧା ପାଟିରୁ ଦିଥର ବାହାରି ଆସିଲା ଇଏ କର୍ଣ୍ଣ 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 କହୁ କହୁ ପରା କର୍ଣ୍ଣ ନାମ କବି ହେଲା কুমারী ঠার জন্ম লাগি কানে বাটি জন্ম হলা বাস্তব কথা হচ্ছে মা ডাক নাটা হচ্ছে শ্রদ্ধা নামরে কর্ণ দুনিয়ারে পরিচয় লাভ কলে সেমতি আউ জনে পুଅ কারির পুত্র কে না রাজা বাপা হচ্ছে অর্থ পারুষে